ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି ଆମେ OTETର ପେପର୍ 2 ଯେଉଁଟାକି ଆମର ଗତ ବର୍ଷର ଡିସେମ୍ବର ମାସ 17 ତାରିଖରେ ଏକ୍ଜାମ୍ ହେଇଥିଲା, ତାର ସୋସିଆଲ ଷ୍ଟଡିଜ୍ର ସେଟ୍ ଡିକୁ ଆମେ ଆଲୋଚନା କରିବା। ବୁଝିପାରିଲେ ନା ପିଲାମାନେ? ତେଣୁକରି ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକିନା ମୁଁ ପ୍ରତ୍ୟେକ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଯେମିତି ଭିଡ଼ିଓଟିଏ ଛାଡ଼ିବି ସେମିତି ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିହେଲା? ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ପିଲାମାନେ, ଆମେ ସାମାଜିକ ପାଠ ବା ସୋସିଆଲ ଷ୍ଟଡିଜ୍ ତାର ସେଟ୍ ଡି 91 ନମ୍ବର ପ୍ରଶ୍ନକୁ ଦେଖିବା। କ'ଣ ପଚାରିଛି ପିଲାମାନେ ଆପଣମାନଙ୍କର OTET ଏକ୍ଜାମ୍ରେ? ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଇନକ୍ଲୁଡେଡ୍ ଇନ୍ ଦ ୟୁନିୟନ୍ ଏକ୍ଜିକ୍ୟୁଟିଭ୍। ତା ମାନେ ୟୁନିୟନ୍ ଏକ୍ଜିକ୍ୟୁଟିଭ୍ର କେଉଁଟି ଅନ୍ତର୍ଭୁକ୍ତ ନୁହେଁ ବୋଲି ପଚାରିଥିଲା। ହେଲା, ତେଣୁକରି କେଉଁଗୁଡ଼ା ଅନ୍ତର୍ଭୁକ୍ତ ଆମେ ଜାଣିବା। ଅନ୍ତର୍ଭୁକ୍ତ ହେଇଯିବେ ଆପଣମାନଙ୍କର ଦ ପ୍ରେସିଡେଣ୍ଟ ମାନେ ରାଷ୍ଟ୍ରପତି, ଦ ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି, କାଉନସିଲ୍ ଅଫ୍ ମିନିଷ୍ଟର ହେଡେଡ୍ ବାଇ ପ୍ରାଇମ୍ ମିନିଷ୍ଟର। ଏମାନେ କ'ଣ ହେଇଯିବେ ନା ୟୁନିୟନ୍ ଏକ୍ଜିକ୍ୟୁଟିଭ୍ର ପାର୍ଟ ହେବେ। କେଉଁଟି ନୁହଁ ପଚାରିଛି, ତେଣୁକରି ଲିଡର ଅଫ୍ ଅପୋଜିସନ୍ ଏଇଟା ହେବ ନାହିଁ। ତେଣୁକରି ସଠିକ୍ ଉତ୍ତର ହେଇଯିବ ଅପସନ୍ ନମ୍ବର ଡି। ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା ପିଲାମାନେ। ନେକ୍ସଟ OTET ଏକ୍ଜାମ୍ରେ କ'ଣ ପ୍ରଶ୍ନ ପଚାରିବ ଦେଖନ୍ତୁ। ଆମର ୟାଙ୍କ ବ୍ୟତୀତ ଆଉ ଜଣେ ରହୁଛନ୍ତି, ସେ ହେଉଛନ୍ତି ଆଟର୍ଣ୍ଣି ଜେନେରାଲ AG। ସେ ମଧ୍ୟ ଆମର କ'ଣ ହେଉଛନ୍ତି ନା ୟୁନିୟନ୍ ଏକ୍ଜିକ୍ୟୁଟିଭ୍ର ପାର୍ଟ ରହିଛନ୍ତି। ତାଙ୍କର ଆର୍ଟିକେଲ୍ ନମ୍ବର 76ରେ ପ୍ରୋଭିଜନ୍ ରହିଛି। ତାମାନେ ଆମେ ସିଧା ସିଧା କହିବା ଆର୍ଟିକେଲ୍ 52ରୁ ଆର୍ଟିକେଲ୍ 78 ମଧ୍ୟରେ ଆମର କାହାର ପ୍ରୋଭିଜନ୍ ରହିଛି ନା ୟୁନିୟନ୍ ଏକ୍ଜିକ୍ୟୁଟିଭ୍ର ପ୍ରୋଭିଜନ୍ ରହିଛି। ମନେ ରହିଲା ପିଲାମାନେ? ଯେଉଁଟାକି ଆମେ ପାର୍ଟ 5ରେ ଆମେ ଇନକ୍ଲୁଡ୍ କରିପାରିବା। ବୁଝିହେଲା ପିଲାମାନେ? ତେଣୁକରି ୟାଙ୍କ ସହିତ ଆଟର୍ଣ୍ଣି ଜେନେରାଲ ମଧ୍ୟ କ'ଣ ହେଉଛନ୍ତି ନା ୟୁନିୟନ୍ ଏକ୍ଜିକ୍ୟୁଟିଭ୍ର ମେମ୍ବର ଅଛନ୍ତି। ଓକେ, ତେଣୁକରି ଲିଡର ଅଫ୍ ଅପୋଜିସନ୍ ସିଏ ୟୁନିୟନ୍ ଏକ୍ଜିକ୍ୟୁଟିଭ୍ର ମେମ୍ବର ନୁହନ୍ତି। ମନେ ରହିଲା ପିଲାମାନେ? ତେଣୁକରି ଲିଡର ଅଫ୍ ଅପୋଜିସନ୍ ବର୍ତ୍ତମାନ କିଏ ଅଛନ୍ତି ନା ରାହୁଲ ଗାନ୍ଧୀ ଲୋକସଭା ପାଇଁ। ୟାକୁ ମଧ୍ୟ ମନେ ରଖନ୍ତୁ। ବୁଝିହେଲା ନା ପିଲାମାନେ? ହଉ, ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା କ'ଣ ଆସିଥିଲା। ହେଲା, 92 ନମ୍ବର କ'ଣ କହୁଛି ନା ହୁ ସେଡ୍ ସ୍ୱରାଜ ଇଜ୍ ମାଇ ବାର୍ଥ ରାଇଟ୍। ଦେଖନ୍ତୁ, ୟାର ପୁରା ସ୍ଲୋଗାନଟିଏ ରହୁଛି ସ୍ୱରାଜ ଇଜ୍ ମାଇ ବାର୍ଥ ରାଇଟ୍ ଆଣ୍ଡ ଆଇ ସେଲ୍ ହ୍ୟାଭ୍ ଇଟ୍। ଏହି ସ୍ଲୋଗାନଟିକୁ କିଏ କହିଥିଲେ ବୋଲି ଆପଣମାନଙ୍କୁ ଏକ୍ଜାମ୍ରେ ପଚାରିଛି। ତେଣୁକରି ୟାର ସଠିକ୍ ଉତ୍ତର ହେଇଯିବ ବାଲ ଗଙ୍ଗାଧର ତିଳକ। ଆପଣମାନେ ସମସ୍ତେ ଜାଣିଛନ୍ତି ବମ୍ବେ ପ୍ରୋଭିନ୍ସ ଯେଉଁ ରହିଥିଲା ସେଠିକାର ଲିଡର ଥିଲେ କିଏ ନା ବାଲ ଗଙ୍ଗାଧର ତିଳକ। ତେଣୁକରି ତାଙ୍କୁ କ'ଣ କୁହାଯାଉଥିଲା ନା ଲୋକମାନ୍ୟ ମଧ୍ୟ କହୁଥିଲେ। ୟାକୁ ମଧ୍ୟ ମନେ ରଖିବେ, ଲୋକମାନ୍ୟ ମାନେ ଲୋକମାନଙ୍କର ନେତା। ବୁଝିହେଲା? ହଉ, ଆଉ କ'ଣ କହୁଥିଲେ ୟାଙ୍କୁ ନା ଫାଦର ଅଫ୍ ଇଣ୍ଡିଆନ୍ ଅନରେଷ୍ଟ। ୟାକୁ ମଧ୍ୟ କହୁଥିଲେ। କେଉଁମାନେ କହୁଥିଲେ ନା ବ୍ରିଟିଶ ମାନେ କହୁଥିଲେ। ତାକୁ ମଧ୍ୟ ମନେ ରଖିବେ। ସେମିତିକା ଲାଲା ଲାଜପତ ରାୟ ପଞ୍ଜାବ ପ୍ରୋଭିନ୍ସର ଇଏ ଜଣେ ବଡ଼ ପଲିଟିସିଆନ୍ ଥିଲେ ବା ନେତା ଥିଲେ, ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ତେଣୁକରି ତାଙ୍କୁ କ'ଣ କୁହାଯାଉଥିଲା ନା ପଞ୍ଜାବ କେଶରୀ ମଧ୍ୟ କହିଥାନ୍ତି। ତାକୁ ମଧ୍ୟ ମନେ ରଖିବେ। ବୁଝିହେଲା? ତେଣୁକରି ଆମର ଲାଲ ବାଲ ପାଲ ଏଗୁଡ଼ାକୁ ମନେ ରଖିବେ, ଯେଉଁଗୁଡ଼ାକି ଆମର ସ୍ୱାଧୀନତା ସଂଗ୍ରାମୀର ଯେଉଁ କଂଗ୍ରେସର ଏକ୍ସଟ୍ରିମିଷ୍ଟ ପାର୍ଟି ରହିଥିଲେ ତାର ମେମ୍ବର ମଧ୍ୟ ରହିଥିଲେ। ଚରମପନ୍ଥୀ ଆଉ ଗୋଟେ ହେଉଛି ନରମପନ୍ଥୀ। ତେଣୁକରି ଚରମପନ୍ଥୀର ଇଏ ମେମ୍ବର ହେଉଥିଲେ ଲାଲ ବାଲ ପାଲ। ଆପଣମାନେ ସମସ୍ତେ ଜାଣିଛନ୍ତି। ଓକେ, ଆଉ ସୁଭାଷ ଚନ୍ଦ୍ର ବୋଷ କ'ଣ କହିଥିଲେ ନା ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି, ଆଉ ଦିଲ୍ଲୀ ଚଲ। ଏଇ ଦୁଇଟା ସ୍ଲୋଗାନ କିଏ ଦେଇଥିଲେ ନା ସୁଭାଷ ଚନ୍ଦ୍ର ବୋଷ। ତାକୁ ମଧ୍ୟ ମନେ ରଖିବେ। ଆମର ଓଡ଼ିଶାର କଟକ ସହରରେ ଜନ୍ମଗ୍ରହଣ କରିଥିଲେ, ତାକୁ ମଧ୍ୟ ଜାଣି ରଖିବେ। ଓକେ, ନେକ୍ସଟ ଦେଖନ୍ତୁ ପିଲାମାନେ, ନମ୍ବର 93 କ'ଣ କହୁଛି ନା ସାମାଜିକ ବିଜ୍ଞାନରେ ଏକ ସ୍ପଷ୍ଟ ଶିକ୍ଷଣ ଉଦ୍ଦେଶ୍ୟର ଗୁଣାବଳୀ କ'ଣ? ତାହେଲେ ଏହାର ସ୍ପଷ୍ଟ ଗୁଣାବଳୀଟି ହୋଇଯିବ ଆପଣମାନଙ୍କର ପରିମାଣ ଯୋଗ୍ୟ ଓ ପର୍ଯ୍ୟବେକ୍ଷଣ ଯୋଗ୍ୟ। ତାମାନେ ମେଜରେବୁଲ୍ ଆଣ୍ଡ ଅବଜରଭେବୁଲ୍। ଏଇ ଦୁଇଟା ଇନଷ୍ଟ୍ରକ୍ସନାଲ ଅବଜେକ୍ଟିଭ ରହୁଛି କାହାର ନା ସୋସିଆଲ ସାଇନ୍ସର। ୟାକୁ ମଧ୍ୟ ମନେ ରଖିବେ। ବୁଝିହେଲା? ହଉ, ଚାଲନ୍ତୁ ଆପଣମାନଙ୍କର ପେଡାଗୋଜି ରିଲେଟେଡ୍ର ପ୍ରଶ୍ନଟିଏ ସୋସିଆଲ ସାଇନ୍ସର। ନେକ୍ସଟ ଦେଖିବା ନମ୍ବର 94। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ନମ୍ବର ଡି, ଫିଲ୍ଡ ଟ୍ରିପ୍ ମେଥଡ଼। ଏଇଟା ହେଉଛି ଆପଣମାନଙ୍କର ପେଡାଗୋଜି ପ୍ରଶ୍ନ ପିଲାମାନେ। ସାମାଜିକ ବିଜ୍ଞାନରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅନୁସନ୍ଧାନର ଦକ୍ଷତା ବିକାଶ ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି
ସବୁଠାରୁ ଉପଯୁକ୍ତ ପଦ୍ଧତି ତାହେଲେ କେଉଁଠି ନା କ୍ଷେତ୍ର ପରିଭ୍ରମଣ ପଦ୍ଧତି ଫିଲ୍ଡକୁ ଯାଇକରି ଆପଣମାନେ ଯେଉଁ ଶିକ୍ଷା ଲାଭ କରିପାରିବେ ସେଇଟା ହେଉଛି ଆପଣମାନଙ୍କର ଦକ୍ଷତା ବିକାଶ ପାଇଁ କାମରେ ଲାଗିବ। ବୁଝିଗଲା। ପୁଣି ପେଡାଗୋଜି ପ୍ରଶ୍ନ ପିଲାମାନେ। ନେକ୍ସଟ ଦେଖିବା ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଳ୍ପର ପ୍ରକାରଭେଦ ଅନ୍ତର୍ଭୁକ୍ତ ନୁହେଁ। ଗଳ୍ପର ପ୍ରକାରଭେଦ କେଉଁଟି ନୁହଁ ପିଲାମାନେ ଦେଖନ୍ତୁ ସତ୍ୟ ଗଳ୍ପ ଇଏ ତ ହେଇଯିବ, ନୁହଁ କହୁଛି ମାନେ ନଟ୍ ଲାଗିବ। ତେଣୁକରି କିମ୍ବଦନ୍ତୀ, ହଁ କିମ୍ବଦନ୍ତୀରେ ମଧ୍ୟ ଆମେ ଗଳ୍ପ ମାଧ୍ୟମରେ ଆମେ ତାକୁ ପରିପ୍ରକାଶ କରିଥାଉ, ସେ ବି ହେବ ନାହିଁ। ନାଟକ ମଧ୍ୟ ଆମର କ'ଣ ହେଇଥାଏ ଗଳ୍ପ ମାଧ୍ୟମରେ ହୁଏ ନାହିଁ, ସେ କାହାଣୀ ମାଧ୍ୟମରେ ହେଇଥାଏ। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ନାଟକ। ଉପକଥା ତ ମଧ୍ୟ ଆପଣମାନେ ଜାଣିଛନ୍ତି ଗଳ୍ପ ମାଧ୍ୟମରେ ହୋଇଥାଏ। ତେଣୁକରି ଅପସନ୍ ସି ହେଇଯିବ ଡ୍ରାମା ଏହାର ସଠିକ୍ ଉତ୍ତର। ଓକେ, ନେକ୍ସଟ କ୍ୱେଶ୍ଚନ୍ସକୁ ଆମେ ମାଡ଼ି ଚାଲିବା। ନମ୍ବର 96 କ'ଣ କହୁଛି ପିଲାମାନେ 96 ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ନାଟ୍ୟାଭିନୟର ନିୟମାବଳୀ ନୁହଁ। ମାନେ ନାଟକ ଅଭିନୟର କେଉଁଟି ନିୟମ ନୁହଁ। ଏହାର ସଠିକ୍ ଉତ୍ତର ହେଇଯିବ ଏକାକୀ କାର୍ଯ୍ୟ ଓ ପ୍ରଗତି। ତାମାନେ ନାଟକର ଅଭିନୟ ଜିନିଷଟି ଆପଣମାନଙ୍କର ଏକା କେବେ କାର୍ଯ୍ୟ ହୋଇନଥାଏ। ଅଭିନେତାମାନଙ୍କର ମିଳନରେ ନାଟ୍ୟର ଅଭିନୟଟିଏ ମାର୍ଜିତ ହୋଇଥାଏ, ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁକରି ଏକା କୌଣସି ଜଣେ ଅଭିନୟ ନାଟକକୁ ସମ୍ପୂର୍ଣ୍ଣ ଭାବରେ ପରିପ୍ରକାଶ କରିନଥାଏ। ଏହାର ଉତ୍ତର ହେଇଯିବ ଅପସନ୍ ନମ୍ବର ଡି। ବୁଝିହେଲା। ନେକ୍ସଟ ଦେଖିବା ପିଲାମାନେ ନମ୍ବର 97 କ'ଣ କହୁଛି ନା ଦ ରାଇଜ୍ ଅଫ୍ ନ୍ୟାସନାଲିଜିମ୍ ଇନ୍ ୟୁରୋପ ୱାଜ୍ ଷ୍ଟ୍ରଙ୍ଗଲି ଇନଫ୍ଲୁଏନ୍ସଡ। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଦେଖନ୍ତୁ ନ୍ୟାସନାଲିଜିମ୍ ମାନେ ହେଉଛି ଜାତୀୟତାବାଦ ହେଲା। ତେଣୁକରି ଜାତୀୟତାବାଦର ମାନେ ୟୁରୋପରେ କେଉଁ ଜିନିଷଟିଏ ଇନଫ୍ଲୁଏନ୍ସ କରିଥିଲା ମାନେ ପ୍ରଭାବିତ କରିଥିଲା, ବୁଝିପାରିଲେ ପିଲାମାନେ। ତେଣୁକରି ୟୁରୋପରୁ କେଉଁଟି ଜାତୀୟତାବାଦର ବିକାଶକୁ ପ୍ରଭାବିତ କରିଥିଲା। ଏହାର ସଠିକ୍ ଉତ୍ତର ହେଇଯିବ ଆପଣମାନଙ୍କର ଫ୍ରେଞ୍ଚ ରିଭଲ୍ୟୁସନ୍, ଫରାସୀ ବିପ୍ଳବ। ପିଲାମାନେ ଫ୍ରେଞ୍ଚ ରିଭଲ୍ୟୁସନ୍ ବିଷୟରେ ଜାଣି ରଖନ୍ତୁ। ଆମର 1789 ମସିହାରୁ 1799 ମସିହାରେ ଫ୍ରେଞ୍ଚ ରିଭଲ୍ୟୁସନ୍ ହୋଇଥିଲା। ବୁଝିହେଲା। ଫରାସୀ ବିପ୍ଳବ ଯେଉଁଟାକି ଫ୍ରାନ୍ସ ଦେଶରେ ହେଇଥିଲା, ମନେ ପଡ଼ୁଛି ପିଲାମାନେ। ତାଙ୍କର ଯେଉଁ 16ତମ ରାଜା ଯିଏ ଥିଲେ ତାଙ୍କ ବିରୁଦ୍ଧରେ କ'ଣ କରିଥିଲେ ନା ରିଭଲ୍ୟୁସନ୍ ଆଣିଥିଲେ। ବୁଝିହେଲା। ଯଦି ଆପଣମାନଙ୍କର ଫ୍ରେଞ୍ଚ ରିଭଲ୍ୟୁସନ୍ ଅପସନ୍ରେ ନଥାନ୍ତା ତାହେଲେ କ'ଣ ହେଇଥାନ୍ତା ନା ନେପୋଲିଅନିକ୍ ୱାର୍ ମଧ୍ୟ ହେଇଥାନ୍ତା। ବୁଝିହେଲା। ତେଣୁକରି ଫ୍ରେଞ୍ଚ ରିଭଲ୍ୟୁସନ୍ ବା ନେପୋଲିଅନିକ୍ ୱାର୍ ଏଇ ଦୁଇଟା କ'ଣ କରିଛି ନା ୟୁରୋପରେ ଆମର ନ୍ୟାସନାଲିଜିମ୍କୁ ପ୍ରମୋଟ୍ କରିଛି ବା ଷ୍ଟ୍ରଙ୍ଗଲି ଇନଫ୍ଲୁଏନ୍ସ କରିଛି। ୟାକୁ ମଧ୍ୟ ମନେ ରଖିବେ। ବୁଝିହେଲା। ସେମିତିକା ଆମେ ଦେଖିବା ରୁଷିଆନ୍ ରିଭଲ୍ୟୁସନ୍ କେବେ ହେଇଥିଲା ନା 1917 ମସିହାରେ ହୋଇଥିଲା। ୟାକୁ ମଧ୍ୟ ମନେ ରଖିବେ। ଇଣ୍ଡଷ୍ଟ୍ରିଆଲ୍ ରିଭଲ୍ୟୁସନ୍ କେଉଁଠି ହେଇଥିଲା ନା ବ୍ରିଟେନ୍ରେ ହେଇଥିଲା। ବୁଝିହେଲା। ୟୁକେ ମନେ ପଡ଼ୁଛି ପିଲାମାନେ ଇଂରେଜମାନଙ୍କ ଦ୍ୱାରା କେବେ ହୋଇଥିଲା ନା 1760 ମସିହାରେ ହୋଇଥିଲା। ଯେଉଁଗୁଡ଼ାକୁ ମୁଁ ଆନାଲିସିସ୍ କରୁଛି ସେଇଟା ଆଗାମୀ ଥର ଦେଖିବେ ନିଶ୍ଚୟ ଭାବରେ ଆପଣମାନଙ୍କର ପଡ଼ିବ ସେ ଆନାଲିସିସ୍ ଭିତରୁ। ତେଣୁକରି ଏକ୍ସଟ୍ରା ଫ୍ୟାକ୍ଟ ଆଉ ଡିଟେଲ୍ ଯେଉଁ ଆନାଲିସିସ୍ କରୁଛି ତାକୁ ପିଲାମାନେ ନୋଟ୍ କରନ୍ତୁ। ବୁଝିହେଲା। ଆଉ କ'ଣ କହୁଛି ତାକୁ ମନ ଦେଇକି ଶୁଣନ୍ତୁ। ଠିକ୍ ସେମିତିକା ଆମେ ଦେଖିବା ଆମେରିକାନ୍ ସିଭିଲ୍ ୱାର୍ କେବେ ହେଇଥିଲା ନା 1861 ମସିହାରୁ କ'ଣ ହେଇଥିଲା ନା ଆମେରିକାରେ ସିଭିଲ୍ ୱାର୍ ଆରମ୍ଭ ହୋଇଥିଲା। କେତେ ପର୍ଯ୍ୟନ୍ତ ନା 1865 ମସିହା ପର୍ଯ୍ୟନ୍ତ। ବୁଝିହେଲା। ତାହେଲେ 1861 ମସିହାରୁ 1865 ମସିହାରେ ଆମେରିକାରେ ସିଭିଲ୍ ୱାର୍ ହେଇଥିଲା। ୟାକୁ ମଧ୍ୟ ମନେ ରଖିବେ କାହିଁକିନା ଆଗାମୀ ଥର ଆପଣମାନଙ୍କର ପଚାରିପାରିବ ଆମେରିକାନ୍ ସିଭିଲ୍ ୱାର୍ କେବେ ହୋଇଥିଲା ହେଲା। ଆଉ ଦେଖନ୍ତୁ ଫ୍ରେଞ୍ଚ ରିଭଲ୍ୟୁସନ୍ରୁ ଆମେ କିଛି କନଷ୍ଟିଟ୍ୟୁସନ୍ରେ ଏଡ଼୍ କରିଛେ କ'ଣ ସେଗୁଡ଼ା ମଧ୍ୟ ମୁଁ କହି ରଖୁଛି। ଦେଖନ୍ତୁ ଇକ୍ୱାଲିଟି, ଫ୍ରାଟର୍ନିଟି ଆଉ ଲିବର୍ଟି, ଏଇ ତିନୋଟି ଜିନିଷ ଆମେ କ'ଣ କରିଥିଲେ ନା ଫ୍ରେଞ୍ଚ ରିଭଲ୍ୟୁସନ୍ରୁ ଆଣିଛେ। ଲିବର୍ଟି, ଇକ୍ୱାଲିଟି ଆଣ୍ଡ ଫ୍ରାଟର୍ନିଟି। ମନେ ରହିଲା ପିଲାମାନେ। ଏଇ ତିନୋଟି ଶବ୍ଦ ବହୁତ ଇମ୍ପୋର୍ଟାଣ୍ଟ। ମୁଁ ଆଗାମୀ ପ୍ରଶ୍ନରେ ମଧ୍ୟ ୟାକୁ ଭଲ ଭାବରେ ଆଲୋଚନା କରିବି, କିଛି ଅସୁବିଧା ହେବ ନାହିଁ। ଓକେ, ନେକ୍ସଟ ଆସନ୍ତୁ ପିଲାମାନେ ନମ୍ବର 98 କ'ଣ ପଚାରିଛି ନା ଦ କନସେପ୍ଟ ଅଫ୍ DPSP ମାନେ ଡାଇରେକ୍ଟିଭ୍ ପ୍ରିନ୍ସିପଲ୍ସ ଅଫ୍ ଷ୍ଟେଟ୍ ପଲିସି ୱାଜ୍ ବରୋଡ୍ ଫ୍ରମ୍ ହ୍ୱିଚ୍ କନଷ୍ଟିଟ୍ୟୁସନ୍। DPSPଟି ଆମର କେଉଁଠୁ ଅଣାହେଇଛି ପିଲାମାନେ ଆପଣମାନେ ସମସ୍ତେ ଜାଣିଛନ୍ତି। DPSPଟି ଆମର ଆୟାରଲାଣ୍ଡରୁ ଅଣାହେଇଛି। କେବେ ଇନକ୍ଲୁଡ଼ କରାଯାଇଥିଲା ୟାକୁ ମଧ୍ୟ ମନେ ରଖନ୍ତୁ। ଆଗାମୀ ପରୀକ୍ଷା ପାଇଁ ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ରହିବ ହେଲା। କେବେ ଆଡପ୍ଟ କରାଯାଇଥିଲା ନା 1937 ମସିହାରେ ତାକୁ ଆଡପ୍ଟ କରାଯାଇଥିଲା। ମନେ ରଖିବେ ପିଲାମାନେ ହେଲା। ପୁଣି ଆୟାରଲାଣ୍ଡ କାହା ପାଖରୁ ଆଣିଥିଲା ୟାକୁ ମଧ୍ୟ ମନେ ରଖିବେ। ଆୟାରଲାଣ୍ଡ କାହା ପାଖରୁ ଆଣିଥିଲା ନା ସ୍ପେନ୍ ପାଖରୁ ଆଣିଥିଲା। ୟାକୁ ମଧ୍ୟ ମନେ ରଖିବେ ହେଲା। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ଚାଲନ୍ତୁ କ'ଣ କହୁଛି ନା USA ମାନେ ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକା ତା ପାଖରୁ ଆମେ କ'ଣ ଆଣିଛେ ନା ଫଣ୍ଡାମେଣ୍ଟାଲ୍ ରାଇଟ୍ସକୁ ଆଣିଛେ ଆମେରିକାରୁ। ୟାକୁ ମଧ୍ୟ ମନେ ରଖିବେ। କେଉଁ ଦେଶରୁ ଆମେ କ'ଣ ଆଣିଛେ ଏଗୁଡ଼ା ଇମ୍ପୋର୍ଟାଣ୍ଟ।
ହେଲା। ଆମର ଇଣ୍ଡିଆନ୍ ଯେଉଁ କନଷ୍ଟିଟ୍ୟୁସନ୍ ରହିଛି ସେଇଟା ହେଉଛି ବିଭିନ୍ନ ଦେଶମାନଙ୍କର କନଷ୍ଟିଟ୍ୟୁସନ୍କୁ ଅଳ୍ପ ଟିକେ ଟିକେ କପି କରିକିରି ଅଣାହେଇଛି ଆଉ ଲେଖା ହେଇଛି, ବୁଝିହେଲା। ତେଣୁକରି କେଉଁ ଦେଶରୁ କ'ଣ ଅଣାହେଇଛି ଏଇଟା ଆପଣମାନଙ୍କୁ ବାରମ୍ବାର ଏକ୍ଜାମ୍ରେ ଆସିଥାଏ, ହେଲା। ତାକୁ ମଧ୍ୟ ପଢ଼ିକିରି ଯିବେ, ତଥାପି ମୁଁ କହିଦେଉଛି ସେତିକି ଆପଣମାନଙ୍କ ପାଇଁ ସଫିସିଏଣ୍ଟ ହେଇଯିବ, ହେଲା। ଦେଖନ୍ତୁ ଆମେରିକାରୁ କ'ଣ ଅଣାହେଇଥିଲା ନା ଫଣ୍ଡାମେଣ୍ଟାଲ ରାଇଟ୍ସ ଅଣାହେଇଥିଲା। ସେମିତିକା ଆଉ କ'ଣ ଆସେ ନା ଏମର୍ଜେନ୍ସି, ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏମର୍ଜେନ୍ସିଟି କେଉଁ ଦେଶରୁ ଅଣାହେଇଛି ନା ଜର୍ମାନ ଦେଶରୁ ଅଣାହେଇଛି ଏମର୍ଜେନ୍ସି, ହେଲା। ସେମିତିକା ୟୁକେରୁ କ'ଣ ଅଣାହେଇଛି ନା ରୁଲ୍ ଅଫ୍ ଲ ଅଣାହେଇଛି ପିଲାମାନେ, ୟାକୁ ମଧ୍ୟ ମନେ ରଖିବେ। ଆଉ କ'ଣ ଅଣାହେଇଛି ନା ଲେଜିସ୍ଲେଟିଭ୍ ପ୍ରୋସିଜର, ତାକୁ ମଧ୍ୟ ଅଣାହେଇଛି। ଆଉ କ'ଣ ଅଣାହେଇଛି ନା ସିଙ୍ଗଲ ସିଟିଜେନସିପ୍, ତାକୁ ମଧ୍ୟ କେଉଁଥିରୁ ଅଣାହେଇଛି ନା ୟୁକେରୁ ଅଣାହେଇଛି, ୟାକୁ ମଧ୍ୟ ମନେ ରଖିବେ, ହେଲା। ସେମିତିକା ଜାପାନରୁ କ'ଣ ଅଣାହେଇଛି, କାନାଡ଼ାରୁ କ'ଣ ଅଣାହେଇଛି, ଅଷ୍ଟ୍ରେଲିଆରୁ କ'ଣ ଅଣାହେଇଛି, ଏଗୁଡ଼ାକୁ ନିଶ୍ଚୟ ପିଲାମାନେ ପଢ଼ିକିରି ଯିବେ। ଓକେ, ନେକ୍ସଟ ଆସନ୍ତୁ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆଉ ବହୁତ ସୁନ୍ଦର ପ୍ରଶ୍ନ। କ'ଣ ପଚାରିଥିଲା ନା ଅଭିଜ୍ଞାନ ଶକୁନ୍ତଳମ୍ ନାଟକ କିଏ ରଚନା କରିଥିଲେ? ଦେଖନ୍ତୁ, ଅଭିଜ୍ଞାନ ଶକୁନ୍ତଳମ୍ ଯେଉଁ ନାଟକ ରହିଥିଲା ତାକୁ କାଳିଦାସ ରଚନା କରିଥିଲେ, ଆପଣମାନେ ଜାଣିଛନ୍ତି, ହେଲା। ତେଣୁକରି କେଉଁ ପୁସ୍ତକ ବା କେଉଁ ନାଟକକୁ କିଏ ଲେଖିଛନ୍ତି ଏଗୁଡ଼ା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ରହିଥାଏ। ସେମିତିଆ କାଳିଦାସ ଆଉ କ'ଣ କ'ଣ ରଚନା କରିଥିଲେ? ପ୍ରଥମେ ଜାଣିବା, କାଳିଦାସ ଆମର ଚନ୍ଦ୍ରଗୁପ୍ତ ସମୟରେ କ'ଣ ଥିଲେ? ଜଣେ ରାଇଟର ଥିଲେ। ସେଇ ଚନ୍ଦ୍ରଗୁପ୍ତ ଯାହାଙ୍କୁ ଆମର କ'ଣ କହନ୍ତି ନା ବିକ୍ରମାଦିତ୍ୟ ଗୁପ୍ତ ସାମ୍ରାଜ୍ୟ ସମୟରେ ସେ ରାଜା ଥିଲେ, ୟାକୁ ମଧ୍ୟ ଜାଣିଥିବେ। ତେଣୁକରି କାଳିଦାସ ଆଉ କ'ଣ କ'ଣ ଇମ୍ପୋର୍ଟାଣ୍ଟ ପୁସ୍ତକ ସବୁ ଲେଖିଥିଲେ? ଦେଖନ୍ତୁ, ସେ ଲେଖିଥିଲେ କ'ଣ ନା କୁମାର ସମ୍ଭବମ୍, ଏ ବହୁତ ଇମ୍ପୋର୍ଟାଣ୍ଟ ବୁକ୍, ବୁଝିହେଲା। ସଂସ୍କୃତ ସବୁ ଲେଖା ହେଇଛି, ତେଣୁକରି ସମ୍ଭବମ୍ ଏମିତିକା ପ୍ରୋନାଉନ୍ସ ଆପଣମାନଙ୍କ ରହିବ, ହେଲା। ବିକ୍ରମ ଉର୍ବଶୀ, ତାକୁ ମଧ୍ୟ ମନେ ରଖିବେ। ସେମିତିକା ମେଘଦୂତମ୍, ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ପୁସ୍ତକ। ସେମିତିକା ରଘୁବଂଶମ୍, ସେ ମଧ୍ୟ ଇମ୍ପୋର୍ଟାଣ୍ଟ ପୁସ୍ତକ। ସେମିତିକା ଆଉ ଗୋଟେ ପୁସ୍ତକ ରହିଛି ବହୁତ ଇମ୍ପୋର୍ଟାଣ୍ଟ, ସେ ହେଉଛି ମାଳବିକାଗ୍ନି ମିତ୍ରମ୍, ବୁଝିହେଲା ପିଲାମାନେ। ଏଗୁଡ଼ା ଇମ୍ପୋର୍ଟାଣ୍ଟ ପୁସ୍ତକ ରହିବ, କାହାର ନା କାଳିଦାସଙ୍କର। ତେଣୁକରି ସବୁ ପୁସ୍ତକର ନାଁ ମୁଁ କହିଦେଲି, ତାକୁ ନିଶ୍ଚୟ ନୋଟ୍ କରିବେ ଆଉ ପ୍ରାକ୍ଟିସ୍ ମଧ୍ୟ କରିବେ। ଆଉ ଦେଖନ୍ତୁ, ବିଷ୍ଣୁ ଶର୍ମା ଆପଣମାନଙ୍କର ଅପସନ୍ ରହିଛି। ତେଣୁକରି ବିଷ୍ଣୁ ଶର୍ମା କ'ଣ କରିଥିଲେ ନା ପଞ୍ଚତନ୍ତ୍ରକୁ ଲେଖିଥିଲେ, ୟାକୁ ମଧ୍ୟ ମନେ ରଖିବେ। ଶୂଦ୍ରକ କ'ଣ ଲେଖିଥିଲେ ନା ମୃଚ୍ଛକଟିକମ୍, ୟାକୁ ମଧ୍ୟ ମନେ ରଖିବେ, ହେଲା। ତେଣୁକରି ମୁଁ ସବୁଗୁଡ଼ା ଏକ୍ସଟ୍ରା ଫ୍ୟାକ୍ଟ ସହିତ ଅଲଗା ଅପସନ୍କୁ ମଧ୍ୟ ମୁଁ ଡିଟେଲ୍ ଆଲୋଚନା କରିଦେଉଛି, କିଛି ଅସୁବିଧା ହେବ ନାହିଁ। ଓକେ, ସେମିତିକା ନମ୍ବର 100କୁ ଦେଖିବା। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ସଂଘୀୟ ରାଷ୍ଟ୍ରର ଲକ୍ଷଣ ନୁହଁ? ତାମାନେ କେଉଁଟି ଆମର ଫେଡେରାଲ ଷ୍ଟେଟ୍ର ଫିଚର୍ସ ନୁହଁ ବୋଲି ପଚାରିଛି। କ'ଣ ହେଇଯିବ? ଅପସନ୍ ନମ୍ବର ଡି, ଏ ଫ୍ଲେକ୍ସିବୁଲ୍ ଅନରିଟେନ୍ କନଷ୍ଟିଟ୍ୟୁସନ୍। ଏଇଟା ଫେଡେରାଲ ଷ୍ଟେଟ୍ର କ'ଣ ହେଉଛି ନା ନେଚର ନୁହଁ ବା ତା'ର ଫିଚର୍ସ ନୁହଁ। ବାକି ଗୁଡ଼ା ସବୁ ରହୁଛି, ଆପଣମାନେ ପଢ଼ି ନେବେ ନିଶ୍ଚୟ। ଏ ବି ସି, ତା'ର କନଷ୍ଟିଟ୍ୟୁସନ୍ ଟିକେ କ'ଣ ହେଇଥିବ ନା ରିଜିଡ୍ ହେଇଥିବ ଆଉ ରିଟେନ୍ ହେଇଥିବ। ଆଉ ତା'ର ପାୱାରକୁ କ'ଣ ହେଇଥିବ ନା ଡିଷ୍ଟ୍ରିବ୍ୟୁଟ୍ କରାଯାଇଥିବ ସେଣ୍ଟ୍ରାଲ ଆଉ ଷ୍ଟେଟ୍କୁ, ହେଲା। ଯେମିତିକି ଆମ ଇଣ୍ଡିଆ ରହୁଛି, ତାକୁ ଏକ୍ଜାମ୍ପଲ୍ ଆକାରରେ ଭାବି ନେଇକରି ୟାକୁ ଆଟେମ୍ପ୍ଟ ନେବେ ପ୍ରଶ୍ନଟିକୁ। ଓକେ, ତାପରେ ଆମେ ଦେଖିବା 101 ନମ୍ବର ପ୍ରଶ୍ନ। କ'ଣ କହୁଛି ନା କୁତୁବୁଦ୍ଦିନ୍ ଆଇବାକ୍ କେଉଁ ରାଜବଂଶ ପ୍ରତିଷ୍ଠା କରିଥିଲେ? ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। କୁତୁବୁଦ୍ଦିନ୍ ଆଇବାକ୍ କେଉଁ ବଂଶକୁ ନା ସେଲେବ ଡାଇନାଷ୍ଟିକୁ ମନେ ରଖିବେ ପିଲାମାନେ, ଯିଏକି ପ୍ରଥମ ଦିଲ୍ଲୀର ସୁଲତାନେଟ୍। 1206ରୁ ଆପଣମାନଙ୍କର 1290 ପର୍ଯ୍ୟନ୍ତ ସେହି ସାମ୍ରାଜ୍ୟଟି ରହିଥିଲା, ହେଲା। 1206ରୁ 1290 ଯାଏଁ ଆମର ସେଲେବ ଡାଇନାଷ୍ଟି ରହିଥିଲା, ଦାସ ବଂଶ ପିଲାମାନେ, ହେଲା। ମନେ ରହିଲା। ସେମିତିକା ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା, ଖିଲଜି ଡାଇନାଷ୍ଟିକୁ ଆମର ଜାଲାଲୁଦ୍ଦିନ୍ ଫିରୋଜ ଖିଲଜି ସିଏ ସ୍ଥାପନା କରିଥିଲେ 1290ରେ। ତାମାନେ ୟାଙ୍କ ପରେ ପରେ କିଏ ଆସିଲା? ଖିଲଜି ଆସିଲା। ସେମିତିକା ତଗଲକ ବଂଶ ସେ କେବେ କରିଥିଲେ ନା 1320 ମସିହାରେ କରିଥିଲେ। କିଏ ସ୍ଥାପନା କରିଥିଲେ? 1320 ମସିହାରେ ଗ୍ୟାସୁଦ୍ଦିନ୍ ତଗଲକ କରିଥିଲେ, ତାଙ୍କୁ ଗାଜି ଖାନ୍ ମଧ୍ୟ କହନ୍ତି, ୟାକୁ ମଧ୍ୟ ମନେ ରଖିବେ ପିଲାମାନେ, ହେଲା। ତାପରେ ଆମର ଦେଖିବା ଲୋଧି ଡାଇନାଷ୍ଟି କହୁଛି। ଲୋଧି ଡାଇନାଷ୍ଟି କେବେ ହୋଇଥିଲା ନା 19 ଏପ୍ରିଲ, ବହୁତ ଇମ୍ପୋର୍ଟାଣ୍ଟ ଡେଟ୍ ସହିତ ପଡ଼େ ଏକ୍ଜାମ୍ରେ। 19 ଏପ୍ରିଲ 1491 ମସିହାରେ ସ୍ଥାପନା କରାଯାଇଥିଲା ଲୋଧି ଡାଇନାଷ୍ଟି, ବୁଝିହେଲା। ଦିଲ୍ଲୀ ସୁଲତାନେଟ୍ର ଶେଷ ବଂଶ ହେଉଛି ଆପଣମାନଙ୍କର ଲୋଧି ଡାଇନାଷ୍ଟି, ବୁଝିହେଲା ପିଲାମାନେ। ତେଣୁକରି ଆଫଗାନର ଗୋଟେ ଲୋଧି ଟ୍ରାଇବ୍ ରହିଥିଲା, ସେଇ ଲୋଧି ଟ୍ରାଇବ୍ର ଚିଫ୍ ରହିଥିଲେ ଆମର ବାହାଲଲ ଲୋଧି। ସିଏ କ'ଣ କରିଥିଲେ ନା ଲୋଧି ବଂଶକୁ ସ୍ଥାପନା କରିଥିଲେ, ହେଲା। ୟାର ଯେଉଁ ଶେଷ ରାଜା ଥିଲେ ସିଏ କିଏ ଥିଲେ ନା ଇବ୍ରାହିମ୍ ଲୋଧି। ମନେ ପଡ଼ୁଛି ପିଲାମାନେ? ଇବ୍ରାହିମ୍ ଲୋଧି କାହା ସହିତ ଯୁଦ୍ଧ କରିଥିଲେ ନା ବାବର ସହିତ ଯୁଦ୍ଧ କରିଥିଲେ। ଆଉ ସେଇଥିରେ ୱିନ୍ କରିଥିଲେ କିଏ? ବାବର ୱିନ୍ କରିଥିଲେ। ସେଇ ଯୁଦ୍ଧଟାକୁ କ'ଣ କୁହାଯାଉଥିଲା ନା ପ୍ରଥମ ପାନିପାତ ଯୁଦ୍ଧ କୁହାଯାଉଥିଲା। କେବେ ହୋଇଥିଲା? 1526 ମସିହାରେ ହୋଇଥିଲା। ସେଇଦିନ ପାଖରୁ ଆମର ଭାରତରେ କ'ଣ ହେଇଥିଲା ନା ବାବର କ'ଣ କରିଥିଲେ ନା ମୋଗଲ ସାମ୍ରାଜ୍ୟକୁ ସ୍ଥାପନା କରିଥିଲେ। ଆମେ ଏଗୁଡ଼ା ସବୁ ରିଭିଜନ୍ କରିଥିଲେ
हिस्ट्री सेक्शन रे, तेणुकर किसी असुविधा हम ना पिलामाने। हौ चलतु परवर्ती प्रश्न को एमतीका डिटेल आलोचना करी आग को जीवा। ओके, नंबर 102 कौन कौची ना द ईस्ट इंडिया कंपनी टू कंट्रोल ऑफ बेंगल आफ्टर व्हिच बैटल। क्यों युद्ध पर आमर बेंगल को ईस्ट इंडिया कंपनी माने अधिपत्य विस्तार करथिले। कौ युद्ध पर पिला माने आपण माने समस्त जानछंती बैटल ऑफ पलासी। बैटल ऑफ पलासी केबे होइथिला ना हमर 23 जून, बहुत इंपोर्टेंट पिला माने 23 जून 1757 मसिया रे कोन होइथिला ना बैटल ऑफ पलासी होइथिला। सेथिरे काहा का भितर युद्ध होइथिला टिके जानि नबा। ताले इंग्रेज मानक भितरु किए थिले ना रॉबर्ट क्लाइव्स रहिथिले। बुझिपारे ना पिला माने अंधकूप हत्या पर रॉबर्ट क्लाइव्स पूरा रागी जाइथिले। तेणु करी कोन करथिले ना से बैटल ऑफ पलासी को घोषणा करथिले आउ इंग्रेज तरफरु से लीड नउथिले। तांको अगेंस्ट किए थिले ना बेंगल रो नवाब थिले। आ बेंगल रो जो नवाब थिले तांको सपोर्ट करथिले किए ना फ्रेंच रो सिपाही माने आउ किए थिले ना मीर जाफर थिले। एथिरे आमर किए थिले ना ईस्ट इंडिया कंपनी बा आमर इंग्रेज माने विन करथिले। माने सीधा सीधा कहया पई गले रॉबर्ट क्लाइव विन करथिले। मन रहिला। सेमिति का हम देखिबा बैटल ऑफ हल्दीघाटी। आपण माने समस्त जानछंती बैटल ऑफ हल्दीघाट केबे होइथिला ना 1576 मसिया होइथिला। काहा का मध्य होइथिला ना महाराणा प्रताप सहित आमर कहार होइथिला मानसिंह होइथिला पिला माने। तेणुक महाराणा प्रताप सहित मानसिंह कौन होइथिला ना हल्दीघाट रे युद्ध होइथिला। एटा बहुत जगह डिस्प्यूटेड रही। तेणुक किछि बुक रे रही कि महाराणा प्रताप परास्त होइथिले, किछि बुक रे मेंशन अछि महाराणा प्रताप को परास्त कराहाइनी, से युद्ध क्षेत्र पळै जाइथिले। तेणुक परास्तर इथिरे घोषणा होइनी बोलिकरी हैला। सेमिति का हम देखिबा बैटल ऑफ बक्सर। बहुत इंपोर्टेंट पिला माने बैटल ऑफ बक्सर आपण मानकर 1764 मसिया रहिथिला। बैटल ऑफ पलासी परे परे कोन हिथिला बैटल ऑफ बक्सर रहिथिला। माने बेंगल रो जो बक्सर गोटे एरिया रहिथिला हुगली नदी रो कूଳରେ। तेणुक से युद्ध को आमर बैटल ऑफ बक्सर कह जाए। देखंतु पिला माने जेते भी आपण मानकर युद्ध होता है तार फील्ड जो एरिया रहिथिला बा जो गाँव रे होइथिला तार ना को बेस करिक युद्धर ना होती। जमीतिका बैटल ऑफ पानीपत, पानीपत रही हरियाणार। बैटल ऑफ बक्सर, बक्सर रही। बैटल ऑफ पलासी आमर हुगली नदीर कूଳରେ जो पलासी एरिया रही से ये युद्धटी होइथिबारु बैटल ऑफ पलासी कह जाए। बक्सर सेमतिका आमर बेंगल प्रोविंस रे गोटे एरिया रही बक्सर बोलिकी, तेणुक बैटल ऑफ बक्सर कह जाए। सेमतिका आमर राजस्थान रो गोटे जगह रही गोटे घाटी रही तार ना हूँ हल्दी घाटी। एवं से माटीटी आमर केमती देखा जाए ना हलदिया देखा जाए। तेणुक से ना अनुसार ताकू हल्दी घाटी कही था। तार युद्धटी को आमर बैटल ऑफ हल्दी घाटी बा हल्दी घाटी युद्ध कही था। मन रहा पिला माने। तेणुक बैटल ऑफ बक्सर आपण मानकर इंग्रेज मान तरफ किए थिला ना हेक्टर मुनरो रही। मन रहा पिला माने इंग्रेज मान तरफ किए थिले हेक्टर मुनरो रही। तापर आमर इंडिया रु किए किए रही देखंतु मीर कासिम रही। अवधर राजा थिले सुजाउद्दौला थिले। मोगल राजा किए थिले ना शाह आलम टू, द्वितीय शाह आलम थिले। बुझीगला। तेणुक एपटू 3 जण थिले, सेपटू एका किए थिले हेक्टर मुनुरो इंग्रेज मान विरुद्ध में। एमाने 3 जण कौन करथिले ना युद्ध करथिले, किंतु इंग्रेज माने कौन करथिले विन करथिले। माने हेक्टर मुनुरो जी थिले विचक्षण बुद्धि थिबा हेतु से कौन करथिले ए युद्ध को जीतिथिले बा बैटल ऑफ बक्सर को विन करथिले हैला। सेमितिका आपण मानकर बैटल ऑफ पानीपत कथा मु पूर्वरु कहली। देखो 3टी पानीपत युद्ध होइतिला। माने हरियाणार जो पानीपत स्थानटी रही से 3टी युद्ध होइतिला। देखिया पाई गले प्रथमटी आमर 1500 केबे ना 26 मसिया रहितिला। मु पूर्वरु कहली बाबर और इब्राहिम लोदी बाबर विन करथिले हैला। हो द्वितीयटी हितिला 1556 मसिया रे। याकु मध्य मन रखिबे का सहित ना अकबर सहित आ हेमू सहित अकबर विन करथिले। सेमितिका तृतीय जो आमर पानीपत युद्ध होइतिला सेटा हितिला आमर 1761 मसिया। केते हितिला पिला माने 1761 मसिया। कहा कहार ना अफगान रूलर रही जड़े दुरानी एम्पायर। मन पड़ी पिला माने दुरानी राजा ता सहित आमर किए रही ना मराठा रही पिला माने हैला। एपटे रही मराठा, सेपटे दुरानी एम्पायर आउ कौन थिला ना मोगल एम्पायर। 3 जण मिसिकरी मराठा को कौन कले आक्रमण करथिले। मराठा एइथिरे संपूर्ण भाव में कौन थिले विलय हो जाइथिले। मन रहिला पिला माने। तेणुक तृतीय पानीपत युद्ध विषय में आपण मानक एग्जाम रे पचारि थाए। तेणुक डिटेल मु आपण मानकर जते भी युद्ध होइछि बैटल होइछि से विषय आलोचना करदेली माने इंपोर्टेंट गुडिक। तेणुक याकू मध्य नोट करदेले आपण मानकर सफिशिएंट रहिबो। ओके हौ चलतु बर्तमान देखा 103 अर्थशास्त्र रचयिता किए। अर्थशास्त्र को किए रचना करथिले आपण माने समस्त जानछंती कौटिल्य।
କୌଟିଲ୍ୟକୁ କ'ଣ କହନ୍ତି ନା ଚାଣକ୍ୟ କହିଥାନ୍ତି। ତାଙ୍କର ଅନ୍ୟ ନାମ କ'ଣ ଏଇଟା ମଧ୍ୟ ଏକ୍ଜାମ୍ରେ ଆସିଥାଏ। ତାଙ୍କର ଅନ୍ୟ ନାମ ହେଉଛି ବିଷ୍ଣୁଗୁପ୍ତ। ୟାକୁ ମଧ୍ୟ ମନେ ରଖିବେ ପିଲାମାନେ। ବିଷ୍ଣୁଗୁପ୍ତ କାହାକୁ କହିଥାନ୍ତି ନା କୌଟିଲ୍ୟକୁ କହିଥାନ୍ତି ଆଉ ଚାଣକ୍ୟକୁ ମଧ୍ୟ କହିଥାନ୍ତି। ଆପଣମାନେ ସମସ୍ତେ ଜାଣିଛନ୍ତି ନନ୍ଦବଂଶକୁ କିଏ ଉଖାଡ଼ିକରି ଫିଙ୍ଗିଥିଲେ ଆଉ ଚନ୍ଦ୍ରଗୁପ୍ତ ମୌର୍ଯ୍ୟକୁ ଆମର ମୌର୍ଯ୍ୟ ବଂଶକୁ ସ୍ଥାପନା କରିଥିଲେ ଆଉ ତାଙ୍କୁ ରଜା କରିଥିଲେ କିଏ ଏଇ କୌଟିଲ୍ୟ ଚାଣକ୍ୟ। ମନେ ରହିଲା ପିଲାମାନେ। ତେଣୁକରି ବହୁତ ଭଲ ଦାର୍ଶନିକ ଥିଲେ, ଫିଲୋସଫର ଥିଲେ, ମୋଟିଭେସନାଲ ସ୍ପିକର ମଧ୍ୟ ଥିଲେ ଆଉ ଭଲ ଇକୋନୋମିଷ୍ଟ ମଧ୍ୟ ରହିଥିଲେ। ଓକେ, ସେମିତିକା ଆପଣମାନଙ୍କର ଆଗାମୀ ପରୀକ୍ଷାରେ କ'ଣ ପଚାରିବ ନା ମେଗାସ୍ଥିନିସ୍ ବିଷୟରେ ପଚାରିବ। ମେଗାସ୍ଥିନିସ୍ ମନେ ପଡ଼ୁଛି ପିଲାମାନେ ଜଣେ ଗ୍ରୀକ୍ ହିଷ୍ଟୋରିଆନ୍ ଥିଲେ। ସିଏ କ'ଣ କରିଥିଲେ ନା ଇଣ୍ଡିକା ପୁସ୍ତକକୁ ଲେଖିଥିଲେ ହେଲା। ତେଣୁକରି ସେଇ ଇଣ୍ଡିକା ପୁସ୍ତକର ନାଁ ଅନୁସାରେ ଆମର ଭାରତ ଇଣ୍ଡିଆ ହୋଇଛି ବୋଲିକରି କୁହାଯାଏ ହେଲା। ହଉ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ନମ୍ବର 104 କ'ଣ କହୁଛି ନା ହ୍ୱାଇ ଡିଡ୍ ଖାରବେଳ ଏକ୍ସକାଭେଟେଡ୍ ସେଭେରାଲ କ୍ୟାବ୍ସ ଇନ୍ ଦ ଉଦୟଗିରି ହିଲ୍ସ ଅଫ୍ ଭୁବନେଶ୍ୱର। ତାମାନେ ଉଦୟଗିରି ହିଲ୍ସ କେଉଁଠି ଅଛି ୟାକୁ ଜାଣି ରଖିବେ, ଭୁବନେଶ୍ୱରରେ ରହିଛି। ତାକୁ କିଏ ନିର୍ମାଣ କରିଥିଲେ ନା ଖାରବେଳ ସିଏ ନିର୍ମାଣ କରିଥିଲେ ହେଲା। ଏଇଥିରେ କ'ଣ ପଚାରିଛି ନା କେଉଁଥିପାଇଁ ନିର୍ମାଣ କରିଥିଲେ। କେଉଁଥିପାଇଁ ପିଲାମାନେ ନା ୟାର ସଠିକ୍ ଉତ୍ତର ହେଇଯିବ ଜୈନ ଯେଉଁ ସନ୍ନ୍ୟାସୀମାନେ ରହୁଥିଲେ ଜୈନ ଧର୍ମର, ସେମାନେ କ'ଣ କରୁଥିଲେ ନା ତପସ୍ୟା କରୁଥିଲେ ହେଲା। ତାଙ୍କର ସାମୂହିକ ରହଣି ପାଇଁ ଏଇସବୁ ଗୁମ୍ଫା ଗୁଡ଼ାକୁ ସିଏ ନିର୍ମାଣ କରିଥିଲେ। ଆପଣମାନେ ଗଲେ ଖଣ୍ଡଗିରି ଉଦୟଗିରି ଯିବେ, ଦେଖିବେ କେତେ ସୁନ୍ଦର ସୁନ୍ଦର ପଥରକୁ କାଟିକିରି କାରୁକାର୍ଯ୍ୟ କରିକିରି ହାତୀ ଗୁମ୍ଫା, ଏଇ ରାଣୀ ଗୁମ୍ଫା, ଏଇସବୁ ବିଭିନ୍ନ ପ୍ରକାର ଗୁମ୍ଫା ସବୁ କରାହେଇଛି ବୁଝିହେଲା। ତେଣୁ ତାକୁ ନିଶ୍ଚୟଇ ଭୁବନେଶ୍ୱରକୁ ଗଲା ମାନେ ଦେଖିନେବେ ହେଲା। ନେକ୍ସଟ ଦେଖିବା 105 ନିମ୍ନଲିଖିତ ମଧ୍ୟରୁ କେଉଁଟି ମୂଲ୍ୟାୟନର ଏକ ସାଧନୀ ନୁହଁ। ମୂଲ୍ୟାୟନର ସାଧନୀ ନୁହଁ କେଉଁଠି ପିଲାମାନେ ଅନୁମାନ କରିବା ବୁଝିହେଲା। ଦେଖନ୍ତୁ ଆମର ଅବଜରଭେସନ୍ ସିଡ୍ୟୁଲ୍ ଏଇଟା ମଧ୍ୟ ହେଇଯିବ, କ୍ୱେଶ୍ଚନାରିଜ୍ ଏ ମଧ୍ୟ ହେଇଯିବ ହେଲା, ଚେକଲିଷ୍ଟ ଏ ମଧ୍ୟ ହେଇଯିବ। କିନ୍ତୁ ଗେସ୍ ୱାର୍କ ମାନେ ଅନୁମାନ କରିକିରି ଯେଉଁ କାମ କରିବା ସେଇଟା ଆସେସମେଣ୍ଟର ଟୁଲ୍ ନୁହଁ ପିଲାମାନେ। ମନେ ରଖିଥାନ୍ତୁ ପେଡାଗୋଜି ପ୍ରଶ୍ନ ବୁଝିହେଲା ପିଲାମାନେ। ହଉ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍ସକୁ ଦେଖିବା। ନମ୍ବର 106 କ'ଣ କହୁଛି ନା କେତେବେଳେ ଗଠନମୂଳକ ମୂଲ୍ୟାୟନ କରାଯାଏ। ତାମାନେ ଫର୍ମେଟିଭ୍ ଆସେସମେଣ୍ଟର ପ୍ରଶ୍ନ ପିଲାମାନେ ଦେଖନ୍ତୁ। ଆସେସମେଣ୍ଟର ଆମର ଢେର ସାରା ପ୍ରଶ୍ନ ଆସିଥାଏ। ତେଣୁକରି ଆସେସମେଣ୍ଟକୁ ଭଲ ଭାବରେ ପଢ଼ିକିରି ଯିବେ। ପ୍ରତ୍ୟେକ OTT ଏକ୍ଜାମ୍ରେ ଆପଣମାନଙ୍କର 3-4ଟି ଆସେସମେଣ୍ଟର ପ୍ରଶ୍ନ ପାଇବେ ପିଲାମାନେ। ତେଣୁକରି ୟାର ସଠିକ୍ ଉତ୍ତର ହେଇଯିବ ଡ୍ୟୁରିଂ ଟିଚିଂ ଲର୍ଣ୍ଣିଂ ପ୍ରୋସେସ୍। ଟିଚିଂ ଲର୍ଣ୍ଣିଂ ପ୍ରୋସେସ୍ ସମୟରେ ଆମର ଫର୍ମେଟିଭ୍ ଆସେସମେଣ୍ଟଟିଏ କଣ୍ଡକ୍ଟ ହେଇଥାଏ ହେଲା। ନେକ୍ସଟ ଦେଖିବା 107 କ'ଣ କହୁଛି ପିଲାମାନେ ଇନ୍ ହାଉ ମେନି ଲେଭେଲ୍ ଡୁ ଦ ପଞ୍ଚାୟତିରାଜ ଇନଷ୍ଟିଟ୍ୟୁସନ୍ସ ଅପରେଟ୍। ପଞ୍ଚାୟତରାଜ ଇନଷ୍ଟିଟ୍ୟୁସନ୍ସ ପିଲାମାନେ ୟା ପାଇଁ ଗୋଟେ ସ୍ପେଶାଲ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ଏଇ ଚ୍ୟାନେଲ୍ ମାଧ୍ୟମରେ ପୋଷ୍ଟ କରିଥିଲି, ତାକୁ ନିଶ୍ଚୟ ଦେଖିନେବେ, ପୁରା କ୍ଲିଅର ହେଇଯିବେ। ପଞ୍ଚାୟତରାଜ ଇନଷ୍ଟିଟ୍ୟୁସନ୍ସ PRI ୟା ବିଷୟରେ ପୁରା ଡିଟେଲ୍ ମୁଁ କହିଦେଇଛି ହେଲା। ତଥାପି ସଂକ୍ଷେପରେ କହିଦେଉଛି ଏଇଟା ଆମର 3 ଟାୟାର ସିଷ୍ଟମ୍ସ। ତେଣୁକରି ୟାର କେତେଟା ଲେଭେଲ୍ ରହୁଛି ନା 3ଟି ଲେଭେଲ୍ ରହୁଛି। ଗୋଟେ ହେଉଛି ଗ୍ରାମ ପଞ୍ଚାୟତ ଲେଭେଲ୍। କ'ଣ ପିଲାମାନେ ଗ୍ରାମ ପଞ୍ଚାୟତ ଲେଭେଲ୍ ଯେଉଁଟାକି ଆମର ଭିଲେଜ ଲେଭେଲ୍ରେ କାମ ହେଇଥାଏ। ଆଉ ଗୋଟେ ହେଉଛି ପଞ୍ଚାୟତ ସମିତି ଯେଉଁଟାକି ଆମର ବ୍ଲକ ଲେଭେଲ୍ରେ କାମ ହେଇଥାଏ। ମନେ ରହିଲା ପିଲାମାନେ। ସେମିତି ଆଉ ଗୋଟେ ହେଉଛି ଜିଲ୍ଲା ପରିଷଦ ରହିଛି ପିଲାମାନେ, ଯେଉଁଟାକି ଆମର ଡିଷ୍ଟ୍ରିକ୍ଟ ଲେଭେଲ୍ରେ କାମ ହେଇଥାଏ। ଆଉ ଏମାନଙ୍କର କାମ କେତେ ବର୍ଷରେ ପରିବର୍ତ୍ତନ ହେଇଥାଏ ନା 5 ବର୍ଷରେ ପରିବର୍ତ୍ତନ ହେଇଥାଏ। ତେଣୁକରି ୟାର କାର୍ଯ୍ୟକାଳ କେତେ 5 ଇୟର୍ସ, ତାକୁ ମଧ୍ୟ ମନେ ରଖିବେ। କିନ୍ତୁ ତା ପୂର୍ବରୁ ମଧ୍ୟ ଡିଜଲ୍ଭ ହେଇପାରେ। ଓକେ ପୁରା କ୍ଲିଅର ପିଲାମାନେ। यार इलेक्शन को कंडक्ट करते आमर स्टेट इलेक्शन कमिशन ताकू मध्य जानी रखिए पिलामाने। प्रत्येक 5 वर्ष थरे पंचायत इलेक्शन होता है। आमर ओडिशा मध्य केबे हबो 2027 मसीह पंचायत इलेक्शन पुणी हबो, याकू मध्य मन रखिए। तेणुकरी PRI को भल भाव पढ़िकी जी यामानकर जो कमिटी रही अशोक मेहता कमिटी, बलवंत राय मेहता कमिटी, LM सिंघवी कमिटी एगुड़ा को पढ़िकी जी पिला। नेक्स्ट देखा 108 कौन कौच ना व्हिच इंस्टीट्यूशंस प्रोटेक्ट फंडामेंटल राइट इन इंडिया। ताले फंडामेंटल राइट्स को किए प्रोटेक्ट करथाय, यार गोटे ही उत्तर हो सुप्रीम कोर्ट। मन रखिए पिलामाने सुप्रीम कोर्ट आमर आर्टिकल 124 124 आर्टिकल रही सुप्रीम कोर्टर प्रोविजन। वर्तमान आमर सुप्रीम कोर्टर चीफ जस्टिस किए अछंती ना सूर्यकांत अछंती, याको मध्य मन रखिए है। सेमती इलेक्शन कमिशन आमर वर्तमान 2 जन अछंती है, 2 जन इलेक्शन कमिशन आउ जड़े चीफ इलेक्शन कमिशन रही था। ताले इलेक्शन कमिशन जो 2 जन अछंती, जड़े होचंती ना सुखविंदर सिंह संधू आउ जड़े होचंती विवेक जोशी, याको मध्य मन रखिए।
ଆଉ ଚିଫ୍ ଇଲେକ୍ସନ୍ କମିଶନ ହେଉଛନ୍ତି 26ତମ ଅଛନ୍ତି, ସେ ହେଉଛନ୍ତି ଜ୍ଞାନେଶ କୁମାର, ୟାକୁ ମଧ୍ୟ ମନେ ରଖିବେ। ସେମିତିକା ଆମର କମ୍ପ୍ଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ସିଏଜି କେତେ ନମ୍ବର ଆର୍ଟିକେଲ ରହିଛି? ଆର୍ଟିକେଲ 148 ରହିଛି। ସିଏଜି କଥା କହୁଛି ପିଲାମାନେ ହେଲା। ବର୍ତ୍ତମାନ ସିଏଜି କିଏ ଅଛନ୍ତି? ନା କେ ସଞ୍ଜୟ ମୂର୍ତ୍ତି, ୟାକୁ ମଧ୍ୟ ମନେ ରଖିବେ, ଯିଏକି ଆମର 15ତମ ସିଏଜି ଅଛନ୍ତି। କେତେତମ ଏଇଟାକୁ ମଧ୍ୟ ଜାଣି ରଖନ୍ତୁ। 15ତମ ସିଏଜି କେ ସଞ୍ଜୟ ମୂର୍ତ୍ତି। କେତେ ନମ୍ବର ଆର୍ଟିକେଲରେ ପ୍ରୋଭିଜନ ରହିଛି? 148, ୟାକୁ ମଧ୍ୟ ମନେ ରଖିବେ। ସେମିତିକା ନୀତି ଆୟୋଗର ଚେୟାରମ୍ୟାନ୍ କିଏ ରହୁଛନ୍ତି? ନା ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦି। ନୀତି ଆୟୋଗ କ'ଣ? ନା ନ୍ୟାସନାଲ ଇନଷ୍ଟିଟ୍ୟୁସନ୍ସ ଅଫ୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ। ଏଇଟାକୁ ଆମର 5 ଇୟର୍ସ ଯେଉଁ ପ୍ଲାନିଂ କମିଶନ ରହିଥିଲା ତାକୁ ଆମର 2015 ମସିହା ଜାନୁଆରୀ 1 ତାରିଖରୁ ରିନେମ୍ କରାଯାଇକରି ନୀତି ଆୟୋଗଟିଏ କରାଯାଇଛି। ବୁଝିହେଲା। ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ, ପ୍ରେସିଡେଣ୍ଟ, ସିଇଓ କିଏ, ୟାକୁ ମଧ୍ୟ ପଢ଼ିକିରି ଯିବେ। ବୁଝିହେଲା। ଏମିତିକା ସୁନା ଛୁଆ ଭଳିଆ ଆପଣମାନେ ସୁନ୍ଦର ସୁନ୍ଦର ଭାବରେ ନୋଟ୍ କରିକିରି ପଢ଼ିକିରି ଯିବେ। ଆଉ ଦେଖିବେ OTT ଆପଣମାନେ ନିଶ୍ଚୟ ଭାବରେ କ୍ୱାଲିଫାଇ କରିଯିବେ। ଓକେ, ନେକ୍ସଟ ଦେଖିବା 109, 109 ନମ୍ବର ପ୍ରଶ୍ନ। ରାଜ୍ୟ ସରକାରଙ୍କର କେଉଁ ବିଭାଗ ବଜେଟ୍ ପ୍ରସ୍ତୁତି କରିଥାଏ? ଛୋଟିଆ ଛୁଆ ବି କହିଦେବ। ବଜେଟ୍ ପ୍ରସ୍ତୁତି କିଏ କରିଥାଏ? ନା ଫାଇନାନ୍ସ ଡିପାର୍ଟମେଣ୍ଟ କରିଥାଏ। ଫାଇନାନ୍ସ ମିନିଷ୍ଟ୍ରି ତାକୁ କ'ଣ କରିଥାଏ? ନା ବଜେଟ୍କୁ ରିପ୍ରେଜେଣ୍ଟ କରିଥାଏ ଆସେମ୍ବଲିରେ, ୟାକୁ ମଧ୍ୟ ମନେ ରଖିବେ ହେଲା। ବିଧାନସଭାରେ ଆମର ଯେଉଁ ରାଜ୍ୟର ଯେଉଁ ଫାଇନାନ୍ସ ମନ୍ତ୍ରୀ ଅଛନ୍ତି, ଅର୍ଥମନ୍ତ୍ରୀ ଅଛନ୍ତି, ସିଏ ରିପ୍ରେଜେଣ୍ଟ କରିଥିବେ ବଜେଟ୍କୁ, ସିଏ ପ୍ରେଜେଣ୍ଟ କରିବେ ହେଲା। ସେମିତିକା ସେଣ୍ଟ୍ରାଲରେ ଆମର ନିର୍ମଲା ସୀତାରାମନ ଇଏ କରିଥାନ୍ତି। ଆମର ଷ୍ଟେଟ୍ରେ କିଏ ଅଛନ୍ତି? ମୋହନ ଚରଣ ମାଝୀ ଅଛନ୍ତି। ଇଏ କ'ଣ କରିଥାନ୍ତି? ନା ବଜେଟ୍କୁ ପ୍ରେଜେଣ୍ଟ କରିଥାନ୍ତି। କେଉଁଠି? ନା ବିଧାନସଭାରେ। ବୁଝିହେଲା। ନେକ୍ସଟ ଦେଖିବା 110, କ'ଣ କହୁଛି? ନା ଦ ପାଥ୍ ଅଫ୍ ଇନଭେଷ୍ଟିଗେସନ୍ ଇଜ୍। ଇନଭେଷ୍ଟିଗେସନ୍ର ପାଥ୍ଟି କ'ଣ ପିଲାମାନେ? ନା ଲର୍ଣ୍ଣର ସେଣ୍ଟର୍ଡ। ଅପସନ୍ ନମ୍ବର ବି ହେଇଯିବ ସଠିକ୍ ଉତ୍ତର। ପେଡାଗୋଜି ପ୍ରଶ୍ନଟି ପିଲାମାନେ। ଓକେ, ନେକ୍ସଟ ଦେଖିବା କ'ଣ କହୁଛି? ନା ହୁ ବିଲ୍ଡ ଦ ମୁକ୍ତି ମଣ୍ଡପ ଇନ୍ ଦ ପ୍ରିମାଇସେସ୍ ଅଫ୍ ଦ ଜଗନ୍ନାଥ ଟେମ୍ପୁଲ ଇନ୍ ପୁରୀ। ଆପଣମାନେ ଜାଣିଛନ୍ତି ଆମର ଜଗତର ନାଥ ଜଗନ୍ନାଥ ମନ୍ଦିର କେଉଁ ଜାଗାରେ ଅଛି? ନା ପୁରୀରେ ରହିଛି। ସେଇଠିକାର ଯେଉଁ ମୁକ୍ତି ମଣ୍ଡପଟିଏ ରହିଛି ତାକୁ କିଏ ନିର୍ମାଣ କରିଥିଲେ? ଏହାର ସଠିକ୍ ଉତ୍ତର ହେଇଯିବ ପ୍ରତାପ ରୁଦ୍ରଦେବ। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ, ପ୍ରତାପ ରୁଦ୍ରଦେବ। ସିଏ କ'ଣ କରିଥିଲେ? ନା ଆମର ପୁରୀ ଜଗନ୍ନାଥଙ୍କର ଯେଉଁ ମୁକ୍ତି ମଣ୍ଡପ ରହିଛି ତାକୁ ନିର୍ମାଣ କରିଥିଲେ। ଯେଉଁ ମୁଖ୍ୟ ମନ୍ଦିର ତାକୁ ନିର୍ମାଣ କିଏ କରିଥିଲେ ଜାଣିଛନ୍ତି? ନା ଇନ୍ଦ୍ରଦ୍ୟୁମ୍ନ, ଯିଏକି ଆମର ଅବନ୍ତୀର ରାଜା ଥିଲେ। ବୁଝିହେଲା ପିଲାମାନେ। ପରେ ପରେ ଆମର 11th ସେଞ୍ଚୁରୀରେ କ'ଣ କରାହେଇଥିଲା? ନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଉ 12th ସେଞ୍ଚୁରୀରେ ତାକୁ ସମ୍ପୂର୍ଣ୍ଣ ହୋଇଥିଲା। କିଏ କରିଥିଲେ? ନା ଅନନ୍ତ ବର୍ମନ ଚଡ଼ଗଙ୍ଗ ଦେବ। ମନେ ରଖିଥିବେ ପିଲାମାନେ, ଯିଏକି ଆମର ଗୋଟେ ଇଷ୍ଟର୍ଣ୍ଣ ଗଙ୍ଗ ଡାଇନାଷ୍ଟିର ରାଜା ଥିଲେ, ୟାକୁ ମଧ୍ୟ ମନେ ରଖିବେ। ଯିଏକି ଆମର କଳିଙ୍ଗ ଆର୍କିଟେକ୍ଚରରେ ବା କଳିଙ୍ଗ ଆର୍କିଟେକ୍ଟରେ ସିଏ କ'ଣ କରିଥିଲେ? ନା ଏଇ ମନ୍ଦିରକୁ ଆଉ ଥରେ ନିର୍ମାଣ କରିଥିଲେ। ମନେ ରହିଲା ପିଲାମାନେ। ତେଣୁକରି ଆମର ମନ୍ଦିରକୁ ବହୁତ ଥର ଆକ୍ରମଣ କରାଯାଇଥିଲା, ବହୁତ ଥର ଧ୍ୱଂସ ମଧ୍ୟ କରାଯାଇଥିଲା, ପୁଣି ନିର୍ମାଣ ମଧ୍ୟ କରାହେଉଥିଲା। ଓକେ, ୟାକୁ ମଧ୍ୟ ଜାଣି ରଖନ୍ତୁ। ଆମର ହ୍ୱାଇଟ୍ ପାଗୋଡ଼ା କହିଲେ ପୁରୀର ଜଗନ୍ନାଥ ମନ୍ଦିରକୁ କୁହାଯାଏ। ବ୍ଲାକ୍ ପାଗୋଡ଼ା କହିଲେ ଆମର କୋଣାର୍କ ମନ୍ଦିରକୁ ବା କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିରକୁ କୁହାଯାଏ। ୟାକୁ ମଧ୍ୟ ମନେ ରଖିବେ। ମନେ ରହିଲା ପିଲାମାନେ। ସେମିତିକା ଆମର ଧଉଳିଗିରି, ଦୟାନଦୀ କୂଳରେ ଭୁବନେଶ୍ୱରରୁ ପୁରୀ ଗଲାବେଳକୁ ପାଇବେ ଦେଖିବେ ଧଉଳିଗିରି। ସେଇ ଧଉଳିଗିରିକୁ ଆମର କିଏ ନିର୍ମାଣ କରିଥିଲେ? ନା ଦ ଗ୍ରେଟ୍ କିଙ୍ଗ ଅଶୋକା, ସିଏ ନିର୍ମାଣ କରିଥିଲେ। ମନେ ପଡ଼ୁଛି ପିଲାମାନେ କଳିଙ୍ଗ ଯୁଦ୍ଧ ହେଲା। ହଉ ଠିକ୍ ଅଛି, ଆମେ ସେ ବିଷୟରେ ପରେ ଆଲୋଚନା କରିବା। କେବଳ ଏତିକି ଜାଣି ରଖନ୍ତୁ ଆଉ ନୋଟ୍ ମଧ୍ୟ କରନ୍ତୁ। ଓକେ, ନେକ୍ସଟ ଦେଖିବା 112, 112 ନମ୍ବର। 112 ନମ୍ବର କ'ଣ ହେଇଯିବ? ନା କ୍ଷେତ୍ର ପରିଭ୍ରମଣ ହେଇଯିବ ହେଲା। ଦେଖନ୍ତୁ, ଜଣେ ଇତିହାସ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ନିକଟରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇ କେତେକ ନିର୍ଦ୍ଦିଷ୍ଟ ଅଭିଜ୍ଞତା ଅର୍ଜନ କରିବାର ସୁଯୋଗ ଦେଲେ ଏହା ଇତିହାସ ଶିକ୍ଷଣର କେଉଁ ପଦ୍ଧତି ଅଟେ? ଏଇଟା ହେଉଛି ଇତିହାସର ଆପଣମାନଙ୍କର କ୍ଷେତ୍ର ପରିଭ୍ରମଣ ବା ଫିଲ୍ଡ ଟ୍ରିପ୍ ଦ୍ୱାରା ଆପଣମାନଙ୍କୁ ଶିକ୍ଷାଟିଏ ପ୍ରଦାନ କରାଯାଉଛି। ତେଣୁକରି ସେଇଟା ଆପଣମାନଙ୍କର କ୍ଷେତ୍ର ପରିଭ୍ରମଣ ପଦ୍ଧତି ହୋଇଯିବ। ବୁଝିପାରିଲେ ପିଲାମାନେ? ହଉ ଚାଲନ୍ତୁ, ପେଡାଗୋଜିର ପ୍ରଶ୍ନକୁ ଆମେ ଦେଖିଦେଲେ ବର୍ତ୍ତମାନ 113 ନମ୍ବର ପ୍ରଶ୍ନକୁ ଯିବା। କ'ଣ ପଚାରିଥିଲା ପିଲାମାନେ? ନା ହୁ ଏମଙ୍ଗ ଦ ଫଲୋଇଂ ସିଫ୍ଟେଡ୍ ଦ କ୍ୟାପିଟାଲ ଫ୍ରମ୍ ଦିଲ୍ଲୀ ଟୁ ଦୌଲତାବାଦ। ଦିଲ୍ଲୀରୁ ଦୌଲତାବାଦକୁ କିଏ ରାଜଧାନୀକୁ ସ୍ଥାନାନ୍ତରଣ କରିଥିଲେ? କିଏ କରିଥିଲେ? ନା ଆପଣମାନେ ସମସ୍ତେ ପଢ଼ିଥିବେ ଏଟାକୁ ଇତିହାସରେ। ଅପସନ୍ ନମ୍ବର ସି, ମହମ୍ମଦ ବିନ୍ ତଗଲକ। ପିଲାମାନେ ମନେ ରଖନ୍ତୁ, ମହମ୍ମଦ ବିନ୍ ତଗଲକ ଯିଏକି ଆମର ତଗଲକ ବଂଶର ରାଜା ଥିଲେ। 1325ରୁ 1351 ମସିହା ମଧ୍ୟରେ ସେ କ'ଣ କରିଥିଲେ? ନା ଦିଲ୍ଲୀ ସୁଲତାନେଟର ରାଜା ରହିଥିଲେ ପିଲାମାନେ ହେଲା। ଆଉ ସେହି ସମୟ ମଧ୍ୟରେ ସେ କ'ଣ କରିଥିଲେ? ଦିଲ୍ଲୀରୁ
तार राजधानी को दौलताबाद को नहीं। दौलताबाद कौटी अच्छी मन पड़े पे दिल्ली कौटी अच्छी मैप्रे इमाजिन करूँ है। आउ दौलताबाद रोचे आमर महाराष्ट्र राज्य रही है। आउ दौलताबाद को पूर्व में कौन कहुला ना देवगिरी कहुला, देवगिरी फोर्ट कहुला है। तेणुक ये कौन करते तार ना को चेंज करते दौलताबाद करते। यहाँ एग्जाम आसे तेणुक दिल्ली देवगिरी बा दिल्ली दौलताबाद को राजधानी को स्थानांतरित करते 1327 मसीह। 1325 राजा हेले 27 कौन कले ना दिल्ली दौलताबाद को नहीं गले। पुणी आउे तेबू सेचिकार विभिन्न प्रकार कारण रही है पर आम देखी ना केतु तथापि एति जानतु 1335 मसीह से जगह सुट कला ना। विभिन्न प्रकार डिजीज देखागला, लांगुएज प्रोब्लेम रहा, माउंटेन एरिया रही सर्वाइव कर सोल्जर मैंने जहाँ भी हो तापर से कौन कले ना 1335 पुणी आउे राजधानी को दिल्ली को स्थानांतरित कले। तेणुक यही भाया इमाजिनेसन चिंताधारा द्वारा से कौन करते ना तांकर एते ज्ञानी राजा थिले जे कि मोहम्मद बिन तुगलक सी कौन करते ना राज्य को ध्वंस कर देथिले। मन रहा पिला माने मोहम्मद बिन तुगलक केतेतम दिल्ली सुल्तानेट थिले याकु मध्य मन रखिबे। सी 18तम दिल्लीर सुल्तानेट थिले याकु मध्य जानि रखंतु। आउ यांको समय जड़े ट्राभेलर रही है ना थिला इबान बतुता। आपण मैंने पढ़ी छोटिया थिला बेलू इबान बतुता सी थिले मोरक्कोर ट्राभेलर थिले। मोरक्को देशरू सी आसते इबान बतुता तांकर कोर्टे रही सी सब कवि सब लिखुले, पुस्तक सब लिखुले इबान बतुता है। या मन रखिए इतिहास यहाँ बहुत इंपोर्टाट प्रश्न आपण मानी हो जाए। ओके नेक्स्ट देखिए पिला माने 114 खारवेल वाज द रूलर ऑफ व्हिच एनसिएंट किंगडम। खारवेल केउ राज्यर शासक थिले माने पुराना समय एनसिएंट समय है कौ राज्यर थिले आपण माने समस्ते जानि परिबे। एलिमिनेशन मेथड रे मध्य करि परिबे। मगध केबे हबो नै, कलिंग यस ही परिबो, कलिंग ही गोटे थिला। आ पाटलिपुत्र ये तो हबो नै, अवंती ये भी हबो नै। तेणु करी कलिंगर के थिले ना राज्यर राजा थिले खारवेल। एटा मध्य पचारे से को वंशर थिले, को डायनास्टीर थिले याकु मध्य बारंबार एग्जाम आसी थाए। ये थिले हमर महामेघवाहन वंशर राजा थिले। ओके जे कि आमर जैन धर्म को फॉलो करथिले माने जैनिज्म थिले जे कि हाथी गुंफा आपण मानकर खंडगिरी जो गुंफा रहिला हैला एगुड़ा सब से निर्माण करथिले खारवेल जोटा कि आम पूर्वरु आलोचना कले। बुझीगला पिला माने हो चलंतु परवर्ती प्रश्न देखिबा। प्रश्न नंबर 115 द प्रोजेक्ट मेथड फॉलोज व्हिच सीक्वेंस ऑफ स्टेप्स। प्रकल्प पद्धति निम्न केउ क्रम अनुसरण करे। केउ क्रमटी अनुसरण करे देखिबा। प्लानिंग प्रथमे करिवे, तापर एग्जीक्यूशन करिवे, तापर इवैल्यूएशन करिवे। एटा ही तो ठीक हैला। प्रथमे योजना करिवे, कार्यकारी करिवे, देन मूल्यांकन करिवे। बुझिगला ऑप्शन ए हिजबो करेक्ट आंसर। पेडागोजी प्रश्न पिला माने हो माडी चलीबा 116 को। 116 कौन कौच ना व्हाट इज द बेस्ट मेथड टू टीच लोकल सेल्फ गवर्नमेंट एट प्राइमरी लेवल। माने प्राइमरी लेवल रे लोकल सेल्फ गवर्नमेंट को टीच करिवार बेस्ट मेथड कोउटी। सबुठारु बेस्ट मेथड होची रोल प्ले एंड साइमुलेशन। ता माने आपण माने नाटकाभिनय और अनुकरण करिवे। माने नाटक माध्यम रे आपण माने अनुकरण करिकरी पिला मानकु सिखेबे। ता माने प्राथमिक स्तर रे सिखेबार ए होची बेस्ट उपाय। मन रहिला हो। पेडागोजी प्रश्न पुणी आस्तिला 117 नंबर कौन कौच ना व्हिच डायनास्टी इज नोन फॉर द रिवाइवल ऑफ ओडिशा आफ्टर द डिक्लाइन ऑफ मयूर। माने मौर्य वंश मानकर डिक्लाइन पर आमर ओडिशा रे केउ वंशटीए कौन कहतिला ना पुनरुद्धार करा जायतिला, रिवाइवल हेतिला। ताले यार सठिक उत्तर हो गंग डायनास्टी। आपण माने जानजंती गंग वंश राजा माने ऑप्शन नंबर सी हिजबो करेक्ट आंसर। नेक्स्ट देखिबा नंबर 18 कौन कौच ना व्हिच यूरोपियन कंट्री फास्ट एस्टाब्लिश्ड ट्रेड रिलेशंस विथ इंडिया। भारत सहित प्रथम यूरोपर देश जे कि वाणिज्य स्थापन करिथिला। देखंतु एई प्रश्न रे हुए तो ग्रेस मार्क पाई परंती किंतु यार प्रश्नर वास्तवता होची जलमार्ग बा आमर सी रूट। बुझीगला सेटा जदि एइथिरे जदि एड होता ताले ये प्रश्नटी सुंदर भाव में 100% करेक्ट होता है। नहले पूर्वरु मध्य आमर ग्रीकर कारोबारी माने मध्य आम भारत सहित कारोबार करुथिले। बुझीगला अलेक्जेंडर कथा मन पड़ुथि पिला माने हैला सेमाने स्थल मार्ग देखि आसुथिले किंतु जल मार्ग रे ये प्रथम केउ देश थिला यूरोप। एइटा होछि यार वास्तव प्रश्न मन रहा। तेणुक यार सठिक उत्तर हो पोर्तुगाल। आपण मैंने समस्ते जानते ना 1498 मसीह आमर पोर्तुगीज जड़े वाणिज्यकार थे सी थे भास्को डा गामा। सी कौन करते ना जलमार्ग देकर आमर
कलिकट जो बंदर रही से आम कौन करते ना वाणिज्य कारबार स्थापन करते जोटा कि आम केरल राज्य में रही। सेकेंड किए आसला डच आसते सेकेंड या मन रखिए। ओके नेक्स्ट देखा 119 व्हिच डेट इज सेलिब्रेटेड एज ह्यूमन राइट्स डे एव्री ईयर प्रत्येक वर्ष मानविक अधिकार दिवस रूपे पालन करा जाउथबा दिवसटीए कौन यार सठिक उत्तर हो 10 डिसेम्बर प्रत्येक वर्ष आपण HRD माने ह्यूमन राइट्स डे पालन करा जाए डिसेम्बर मास 10 तारिख रे कहा द्वारा ऑब्जर्व करा जाए एटा मध्ये आसी थाए यूएन द्वारा माने यूएन रो मेंबर जेतकी अछंती तांको द्वारा करा जाए यूएन माने यूनाइटेड नेशंस पिला माने हला से कहा द्वारा ऑर्गेनाइज करिथाय ना यूएनजीए द्वारा करिथाय यूनाइटेड नेशंस जनरल असेंबली केबे पाखरु करा जाउची ना 1948 मसिया डिसेम्बर 10 तारिख पाखरु कोन होची यूनाइटेड नेशंस जनरल असेंबली आमर 1948 मसीहा डिसेम्बर 10 तारिख दिन स्थापना होइथिबारु से दिन को मन रखापी आमर कौन करा जाए ना ह्यूमन राइट डे प्रत्येक वर्ष पालन करा जाए बुझीगला पर्टिकुलर किए ऑर्गेनाइज करथिबो ना UDHR या मन रखिए। ओके पिला माने नेक्स्ट देखिबा 120 हु डिजॉल्व द लेजिस्लेटिव असेंबली बिफोर 5 इयर्स ऑन द एडवाइस ऑफ चीफ मिनिस्टर एडवाइस रे आमर गवर्नर कौन करथांती पिला माने सिंपल प्रश्नटीए लेजिस्लेटिव असेंबली को डिजॉल्व करथांती बुझीगला जदि 5 वर्ष पूर्वर जदि किए डिजॉल्व करिथाय ताले गवर्नर करिथाय कहार एडवाइस रे करिथाय चीफ मिनिस्टर माने मुख्यमंत्री को एडवाइस रे करिथाय याको मध्य जानि रखिबे। ओके आसंतु एबे देखिबा 121 व्हिच टाइप ऑफ लेक इज चिलिका चिलिका को प्रकारर ह्रद लेगुन याको मध्य मन रखिबे। चिलिका 3टी जिला सहित सीमा को संजोग करता है गोटे हूँ पुरी जिला बुझीपारे पे आ गोटे हूँ खोर्धा आ गोटे हूँ गंजाम 3टी जिला को संजोग करता है आउ मन रखिए जो चिलिका ह्रदरे क्यों नदीटे पड़ी तार उत्तर हो दया नदी या मन रखिए दया नदीटे या उपरे पड़ी ये गोटे हूँ लेगुन लेक या मन रखिए आमर इंडियार लार्जेस्ट ब्रैकिश वाटर लेक हूँ आमर चिलिका। ओके नंबर 122 व्हिच मिनरल इज फाउंड इन एब्युंडेंस इन केउझर डिस्ट्रिक्ट ऑफ ओडिशा माने ओडिशार गोटे केउझर जिला रही से क्यों मिनराल्सटे प्रबल मात्रा मिलता है पे प्रचुर मात्रा मिलती तार उत्तर कौन हो जानते ना आयरन ओर जानते जोड़ाला बड़बिल है ये बहुत सारा आपण आयरन ओर बा लुहा पथर खनि रही सेमितिका मयूरभंज जिले में प्रबल मात्रा आमर कौन रही है लुहा पथर रही आयरन और डिपोजिट रही इंपोर्टाट माइन्स गुड़ा मुझे रखुच्छी गोटे हूँ बादाम पहाड़ माइन्स पिला माने है बहुत इंपोर्टाट आपर सुलेपाट माइन्स रहीगला आपर रहा गोरुमईसाणी माइन्स रहा है तेणुक 3टी माइन्स रही मयूरभंज जिले में तेणुक इंपोर्टाट प्रश्न रमितिका बक्साइट विषय में जाना बक्साइट टी आपर भारतर सब अधिका प्रोड्यूस करुवार राज्य हूँ बक्साइट पर्टिकुलर एरिया जदि पचारे ओडिशार ताले आमर कोरापुटर पंचपटमाली हिल्स को माइन्स जदि पचारे ताले कुसुमडीही या मन रखिए। सेमतिया क्रोमियम आमर भारतर 98% केवल ओडिशा ही प्रोड्यूस करते क्रोमियम है कौटिकार ना जाजपुर मन रखिए पिला माने सुकिंदा बोली गोटे माइन्स एरिया रही तेणुक जाजपुर सुकिंदा ठारे आमर 98% आमर क्रोमियम उत्पादन करता है या मन रखिए जाजपुर जिला क्रोमियम पई अग्रणी या जाना दरकार है पिला माने तेणुक मिनराल्स रिलेटेड प्रश्न ताकू निश्चय पढ़े आउ नोट करेंगे। नेक्स्ट देखिबा 123 इन व्हिच प्लेस ऑफ ओडिशा ट्रॉपिकल रेन फॉरेस्ट इज मेनली फाउंड ट्रॉपिकल रेन फॉरेस्ट कोठी देखा जाए ना मयूरभंज रे भी देखा जिवो आ मालकानगिरी रे भी देखा जाए पिला माने तेणुक दीटा जाक ऑप्शन ठीक हो तेणुक जे सी मारी से भी ठीक हे जे डी मारी से भी ठीक हो तेणुक बोथ ऑप्शन सी एंड ऑप्शन डी आर करेक्ट। ओके नेक्स्ट देखिबा 124 द प्लेन्स ऑफ ओडिशा मेनली फॉर्मड बाय व्हिच डिपोजिट ताले ओडिशार जो समतल भूमि क्यों धरणर जमा द्वारा सृष्टि होइछि पिला माने क्यों धरणर ना एलोवियल डिपोजिट द्वारा सृष्टि होइछि पटुमाटी द्वारा पटुमाटीर डिपोजिट द्वारा होइछि हैला आ ओडिशार सबठारु अधिका माटी देखा जाए रेड सोइल या मन रखिए आ ब्लैक सोइल को कौन कह जाए ना कृष्ण कार्पास कह जाए ताकू रेगुर कह जाए कहीं धुआं पत्र चाष होता है
କପା ଚାଷ ହୋଇଥାଏ। ତେଣୁକରି ସେଥିରେ କ'ଣ କରାଯାଏ ନା କୃଷ୍ଣ କାର୍ପାସ ମୃତ୍ତିକା ମଧ୍ୟ କହିଥାଉ ବା ତାକୁ ରେଗୁର ମଧ୍ୟ କୁହାଯାଏ। ଓଡ଼ିଶାରେ ମାଙ୍କଡ଼ା ମାଟି କେଉଁଠି ଅଧିକା ମିଳିଥାଏ ମନେ ରଖିବେ ଖୋର୍ଦ୍ଧା। ଖୋର୍ଦ୍ଧାରେ ଆପଣମାନଙ୍କର ମାଙ୍କଡ଼ା ମାଟି ଅଧିକ ମିଳିଥାଏ, ୟାକୁ ମଧ୍ୟ ମନେ ରଖିବେ। ଆଉ କେବିକି ଏରିଆରେ ଆପଣମାନଙ୍କର ମାଉଣ୍ଟେନ୍ ସଏଲ୍ ଅଧିକା ମିଳିଥାଏ, ୟାକୁ ମଧ୍ୟ ଜାଣି ରଖିବେ। ବୁଝିହେଲା? ଯେଉଁଥିରେ ଆପଣମାନଙ୍କର କନ୍ଧମାଳ ହଳଦୀ ମନେ ପଡ଼ୁଛି ପିଲାମାନେ? ହଉ ଠିକ୍ ଅଛି, ଆମେ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା 125। What is the term used for the decayed plant and animal present in the rock layer? ରକ୍ର ଲେୟାରରେ ବା ଶିଳା ସ୍ତରରେ ଯେଉଁ ଜୀବଜନ୍ତୁମାନଙ୍କର ମୃତ୍ୟୁ ହେଇକିରି ଅବଶେଷ ହେଇଯାଉଛି ତାକୁ ଆମେ କ'ଣ କହିଥାଉ? ତାକୁ ଆମେ ଫସିଲ୍ କହିଥାଉ। ପିଲାମାନେ ଏଇଟା ଫସିଲ୍ର ଡେଫିନେସନ୍। ସେମିତିକା ଆମର ଭଲକାନିକ୍ ଇରପ୍ସନ୍ରେ ମନେ ରଖିବେ ଯେଉଁ ଭେଣ୍ଟରୁ ଆମର ବାହାରିଥାଏ କ'ଣ ନା ଲିକ୍ୱିଡ଼ ସବୁ ବାହାରିଥିବ, ସେ ଲିକ୍ୱିଡ଼କୁ କ'ଣ କୁହାଯାଏ ନା ମାଗ୍ମା କୁହାଯାଏ। ସେ ଲିକ୍ୱିଡ଼ ଆମର କ'ଣ ହେଇଥାଏ ନା ବାହାରି ସାରିଲା ପରେ ଅଗ୍ନେୟଟିଏ ଉଦ୍ଗୀରଣ ହେଇସାରିଲା ପରେ ସେ କ'ଣ ହେଇଥାଏ ନା କଠିନ ଅବସ୍ଥାରେ ପହଞ୍ଚିଥାଏ, ତାକୁ ଆମେ କ'ଣ କହିଥାଉ? ତାକୁ ଆମେ ଲାଭା କହିଥାଉ ପିଲାମାନେ। ହେଲା, ତେଣୁକରି ମୋଲ୍ଟେନ୍ ମାଗ୍ମା, ଲାଭା ୟା ବିଷୟରେ ମନେ ରଖିବେ। ଆମର ଭେଣ୍ଟରେ ଯେତେବେଳକୁ ରହିଥିବ ସେତେବେଳକୁ ଆମେ ମାଗ୍ମା କହିଥିବ, ଆଉ ଭେଣ୍ଟରୁ ବାହାରିକିରି ଯେତେବେଳକୁ ବାୟୁର ସଂସ୍ପର୍ଶରେ ଆସି ଥଣ୍ଡା ହେଉଥିବ ସେ ସମୟରେ ଆମେ ତାକୁ ଲାଭା ମଧ୍ୟ କହିଥାଉ। ହେଲା, ଯେଉଁଟାକି ପୁରା ପରେ ଥଣ୍ଡା ହେଇକି ତାକୁ ରକ୍ରେ କନଭର୍ଟ ହେଇଥାଏ, ଇଗ୍ନିୟସ୍ ରକ୍ ହେଇଥାଏ ପିଲାମାନେ। ହେଲା, ୟାକୁ ମଧ୍ୟ ମନେ ରଖିବେ। ଆମର ରକ୍ସ ମଧ୍ୟ 3 ପ୍ରକାର ରହିଛି, ଇଗ୍ନିୟସ୍ ରହିଛି, ମେଟାମର୍ଫିକ୍ ରହିଛି, ଆଉ ସେଡିମେଣ୍ଟାରୀ ରକ୍ ରହିଛି। ସେ ରକ୍ସର ଟାଇପ୍ସ ଗୁଡ଼ାକୁ ମଧ୍ୟ ପଢ଼ିବେ, କେଉଁଠି କେଉଁ ପ୍ରକାରର ପଥର ତାକୁ ମଧ୍ୟ ମନେ ରଖିବେ। ଯେମିତିକା ଚୂନ ପଥର ହେଲା, କୋଇଲା ହେଲା, ଏଗୁଡ଼ା ହେଉଛି ବାଲି ପଥର ହେଲା, ଏଗୁଡ଼ା ହେଉଛି ଆପଣମାନଙ୍କର ସେଡିମେଣ୍ଟାରୀ ରକ୍। ସେମିତିକା କେଉଁ ପଥର କେଉଁ କ୍ୟାଟେଗୋରୀର ରକ୍କୁ ରିପ୍ରେଜେଣ୍ଟ କରୁଛି ତାକୁ ମଧ୍ୟ ଜାଣି ରଖିବେ। ବୁଝିହେଲା? ଜିଓଗ୍ରାଫିର ପ୍ରଶ୍ନ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ ଦେଖିବା 126। ବିଶ୍ୱ ପରିବେଶ ଦିବସ କେବେ ପାଳନ କରାଯାଏ? କେବେ ପାଳନ କରାଯାଏ? ଜୁନ୍ 5 ତାରିଖ ସମସ୍ତେ ଜାଣିଛନ୍ତି। ଆମର ପ୍ରଥମ ଥର ପାଇଁ ଆମର କେବେ ପାଳନ ହେଇଥିଲା ନା 1973 ମସିହାରେ ହେଇଥିଲା। ପିଲାମାନେ କେବେ ହେଇଥିଲା ନା 1973 ମସିହା ଜୁନ୍ 5 ତାରିଖରେ ଆମର କ'ଣ ହେଇଥିଲା ନା ଆମର ଏନଭାରମେଣ୍ଟ ଡେ ସେଲିବ୍ରେସନ୍ ହେଇଥିଲା। ହେଲା, ସେଇଦିନ ପାଖରୁ ଆମର ପ୍ରତ୍ୟେକ ବର୍ଷ ଜୁନ୍ ମାସ 5 ତାରିଖ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ତାର ଥିମ୍ ମଧ୍ୟ ପଢ଼ିକିରି ଯିବେ, ବହୁତ ଇମ୍ପୋର୍ଟାଣ୍ଟ ରହିବ। ଦେଖିବେ ଆଗାମୀ ଏକ୍ଜାମରେ ଆପଣମାନଙ୍କର ୟାର ଥିମ୍ ମଧ୍ୟ ପଚାରିବ। ଓକେ, ନେକ୍ସଟ ଦେଖିବା 127। କ'ଣ କହୁଛି ପିଲାମାନେ ନା ସାମାଜିକ ବିଜ୍ଞାନରେ ମୂଲ୍ୟାୟନର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ପ୍ରଗତିକୁ ମାପ କରି ଶିକ୍ଷଣକୁ ମାର୍ଗଦର୍ଶନ କରାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅପସନ୍ ନମ୍ବର ଡି ହେଇଯିବ ସଠିକ୍ ଉତ୍ତର। 128। ନିଦାନାତ୍ମକ ମୂଲ୍ୟାୟନର ଲକ୍ଷ୍ୟ କ'ଣ? ଏହାର ଉତ୍ତର ହୋଇଯିବ ଆପଣମାନଙ୍କର ଶିକ୍ଷଣ ଅସୁବିଧା ବା ସମସ୍ୟାର ଚିହ୍ନଟୀକରଣ। ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ କଥା କହୁଛି ପିଲାମାନେ। ପ୍ରତ୍ୟେକ ବର୍ଷ ଡାୟଗ୍ନୋଷ୍ଟିକ୍ ଇଭାଲୁଏସନ୍ର ପ୍ରଶ୍ନ ଆସିଥାଏ, ତେଣୁକରି ଟାଇପ୍ସ ଅଫ୍ ଇଭାଲୁଏସନ୍ ୟାକୁ ମଧ୍ୟ ପଢ଼ିକିରି ଯିବେ। ନେକ୍ସଟ ଦେଖିବା 129। ହ୍ୱିଚ୍ ୱାନ୍ ଇଜ୍ ଦ ଇଣ୍ଟରନାଲ୍ ଲେୟାର ଅଫ୍ ଦ ଆର୍ଥ? ଦେଖନ୍ତୁ ଆର୍ଥ ରହିଛି, ଆର୍ଥର ଇଣ୍ଟରନାଲ୍ ଲେୟାର ରହିଥିବ ତାକୁ ଆମେ କ'ଣ କହିଥାଉ ନା ତାକୁ ଆମେ କୋର୍ କହିଥାଉ। ତାର ବାହାର ଲେୟାରଟାକୁ ଆମେ କ'ଣ କହିଥାଉ ନା ମେଣ୍ଟାଲ୍ କହିଥାଉ। ସବୁଠାରୁ ବାହାର ଲେୟାରଟାକୁ ଆମର କ୍ରଷ୍ଟ କହିଥାଉ। ତେଣୁକରି କ୍ରଷ୍ଟ, ମେଣ୍ଟାଲ୍, ତା ଭିତରଟା ହେଉଛି କୋର୍। ବୁଝିହେଲା? ତେଣୁ 3ଟି ମୁଖ୍ୟ ସ୍ତର ରହିଛି, ତାର ସବ୍ ଲେୟାର ମଧ୍ୟ ରହିଛି, ତାକୁ ମଧ୍ୟ ପଢ଼ିକିରି ଯିବେ। ତେଣୁକରି ଆଉଟର ଲେୟରରେ କ'ଣ ହୋଇଥାଏ ନା ଟେମ୍ପରେଚର ଟିକେ କମ୍ ରହିଥାଏ। ଯେତେ ଯେତେ ଇନର ଲେୟାରକୁ ଯିବେ ତାର ଟେମ୍ପରେଚର ସେତେ ସେତେ ଅଧିକା ରହିଥାଏ। କୋର୍ ଲେୟାରରେ କ'ଣ ହୋଇଥାଏ ନା ସବୁଗୁଡ଼ାକ ସବୁ ଗ୍ୟାସିୟସ୍ ଷ୍ଟେଟ୍ରେ ରହିଥାଏ, ୟାକୁ ମଧ୍ୟ ମନେ ରଖିବେ। ଆଉ ମେଣ୍ଟାଲ୍ ସ୍ତରରେ କ'ଣ ହୋଇଥାଏ ନା ଲିକ୍ୱିଡ଼ ଆଉ କେତେକ ଅର୍ଦ୍ଧ ତରଳ ଅବସ୍ଥାରେ ମଧ୍ୟ ରହିଥାଏ, ମାନେ ତରଳ ଅର୍ଦ୍ଧ ତରଳ ଅବସ୍ଥାରେ ରହିଥାଏ। ଆଉ କ୍ରଷ୍ଟରେ କ'ଣ ରହିଥାଏ ନା ମୁଖ୍ୟତଃ ଆମର କଠିନ ଅବସ୍ଥାରେ ପଦାର୍ଥ ଗୁଡ଼ିକ ବା ଖଣିଜ ପଦାର୍ଥ ଗୁଡ଼ିକ ରହିଥାଏ। ମନେ ରହିଲା? ହଉ, ଏବେ ଦେଖିବା 130 ନମ୍ବର। ଦେଓମାଳି ଦ ହାଇଏଷ୍ଟ ମାଉଣ୍ଟେନ୍ ପିକ୍ ଅଫ୍ ଓଡ଼ିଶା ଇଜ୍ ସିଚୁଏଟେଡ୍ ଇନ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ? କେଉଁ ଡିଷ୍ଟ୍ରିକ୍ଟରେ ରହିଛି ପିଲାମାନେ? କୋରାପୁଟ ଜିଲ୍ଲାରେ। ଆପଣମାନେ ସମସ୍ତେ ଜାଣିଛନ୍ତି କୋରାପୁଟ ଜିଲ୍ଲାର କ'ଣ ରହିଛି ନା ଦେଓମାଳି ପର୍ବତ ରହିଛି। ସେମିତିକା ମୟୂରଭଞ୍ଜ ଜିଲ୍ଲାରେ ମେଘାସନ ପର୍ବତ ରହିଛି, ୟାକୁ ମଧ୍ୟ ମନେ ରଖିବେ। ଆଉ ମୟୂରଭଞ୍ଜ ଜିଲ୍ଲାରେ ଆମର ଶିମିଳିପାଳ ଜାତୀୟ ଉଦ୍ୟାନ ମାନେ ଶିମିଳିପାଳ ନ୍ୟାସନାଲ୍ ପାର୍କ ମଧ୍ୟ ରହିଛି, ଯେଉଁଟାକି ଆମର କ'ଣ ବ୍ଲାକ୍ ଟାଇଗର ପାଇଁ ପ୍ରସିଦ୍ଧ। ଆଉ ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ ମଧ୍ୟ ରହିଛି, ୟାକୁ ମଧ୍ୟ 2009 ମସିହାରେ ଏଡେଡ୍ ପାଇଥିଲା, ତାକୁ ମଧ୍ୟ ଜାଣି ରଖିବେ। ନେକ୍ସଟ ଦେଖିବା 131। କ'ଣ ପ୍ରଶ୍ନଟି ପଚାରିଥିଲା ନା ହ୍ୱାଟ୍ ଇଜ୍ ଦ ମେନ୍ ଏମ୍ ଅଫ୍ ଟିଚିଂ ସୋସିଆଲ ସାଇନ୍ସ ଏଟ୍ ଦ ଅପର ପ୍ରାଇମେରୀ ଲେଭେଲ୍? ଦେଖନ୍ତୁ ପ୍ରାଇମେରୀ ଲେଭେଲରେ ଟିଚିଂର, ପୁଣି ଅପର ପ୍ରାଇମେରୀ ଲେଭେଲରେ ଟିଚିଂର ମେନ୍ ଏମ୍ କ'ଣ, ମେନ୍ ପ୍ରୋସେସ୍ କ'ଣ, ଏସବୁ ପ୍ରଶ୍ନ ପଚାରୁଛି ପିଲାମାନେ। ତେଣୁକରି ୟାର ଉତ୍ତର ହୋଇଯିବ ଏନକରେଜ୍ କ୍ରିଟିକାଲ୍ ଅଣ୍ଡରଷ୍ଟାଣ୍ଡିଂ ଅଫ୍ ସୋସାଇଟି।
ऑप्शन नंबर बी हो सठिक उत्तर। सेमिति आम देखा पेडागोजी आ गोटे प्रश्न प्रश्न नंबर 132 व्हिच ऑफ द फॉलोइंग बेस्ट डिस्क्राइब्स द स्पेसिफिक ऑब्जेक्टिव ऑफ टीचिंग एनवायरमेंटल साइंस क्योंटी पिला माने अंडरस्टैंडिंग एनवायरमेंटल इंटर रिलेशनशिप ऑप्शन नंबर सी हो सठिक उत्तर। सेमितिका देखा 133 नंबर वर्ल्ड इज डिवाइडेड इनटू हाउ मेनी स्फीयर इट इज एन एग्जांपल ऑफ डैश यहाँ कहार उदाहरण बोलिक पचार तेणुक यार सठिक उत्तर हो नॉलेज बेस्ड क्वेश्चन। सेमितिका देखा 134 व्हिच इवैल्यूएशन मेथड प्रोवाइड्स अपॉर्चुनिटीज फॉर इम्प्रूविंग लर्नर्स लर्निंग एंड टीचर्स टीचिंग स्किल्स बहुत इंपोर्टेंट प्रश्न पिला माने 134 हो फॉर्मेटिव इवैल्यूएशन मु बारंबार आपण मानु कहूची इवैल्यूएशंस रो टाइप्स गुडा को पढ़ी करी जिवे फॉर्मेटिव इवैल्यूएशन रो बारंबार प्रश्न पचारछि पिला माने हला 135 व्हाट इज द इफेक्टिव ऑब्जेक्टिव ऑफ टीचिंग सोशल साइंस सामाजिक विज्ञान शिक्षादान भावात्मक उद्देश्य कौन पिला माने कौन हो ना यार उत्तर हो मनोभाव और मूल्यबोध गठन फॉर्मेशन ऑफ एटीट्यूड एंड वैल्यूज ओके तेणुक ऑप्शन सी हो करेक्ट आंसर। 136 व्हाट इज द ऑब्जेक्टिव ऑफ ग्रुप वर्क इन सोशल साइंस क्लासेस देखो सामाजिक विज्ञान जो श्रेणी रे दलगत भाव में जो कार्य कर उद्देश्य कौन रही था यार उद्देश्य हूँ सहयोग आउ सामाजिक अंशग्रहण निश्चित करवा तेणुक ऑप्शन नंबर बी हो सठिक उत्तर। नेक्स्ट देखा 137 व्हिच लेयर ऑफ अर्थ इंडिकेट्स बोथ द क्रस्ट एंड अपर मेंटल यार सठिक उत्तर हो लिथोस्फियर पिला माने लिथोस्फियर हूँ आपण मानकर क्रस्ट आउ अपर मेंटल से लेयर को इंडिकेट करें आमर एटमोस्फियर रही है वायुमंडल कहुए हाइड्रोस्फियर रही बारिमंडल कहुए बायोस्फियर रही जीवमंडल कहुए सेमितिका लिथोस्फियर रही से आमर अपर मेंटल रु क्रस्ट पर्यंत रही है आउ आपण मानकर एटमोस्फियर कथा मुझे कहीदे आमर ट्रोपोस्फियर स्ट्राटोस्फियर मेसोस्फियर थर्मोस्फियर एक्सोस्फियर रही ए विषय में आपने जाने ट्रोपोस्फियर आमर जिते भी वर्षा झड़ मेघ ये ट्रोपोस्फियर होता है ओजोन लेयर ट्रोपोस्फियर और स्ट्रेटोस्फियर मझिरे जो होता है मन रखिए आउ से गुड़ा नोट कर एग्जाम्पल को जीवे निश्चय भाव में देखिए क्वालिफाई है। नेक्स्ट देखा 138 व्हिच ऑफ द फॉलोइंग इनक्लूड्स बायोस्फीयर या पूर्व मुझे कहली पिला माने बायोस्फीयर माने किए थे ना लिविंग ऑर्गेनिजम्स एंड देयर एनवायरनमेंट रही थे तेणुक बायोस्फीयर बोली कहे केवल प्लांट आउ एनिमल नुह से किए रे ना प्लांट भी माने उद्भिद भी एनिमल्स भी माने प्राणी माने भी रे माइक्रो ऑर्गेनिजम्स माने माइक्रोब्स से रही थे तेणुक ये तीन जन रे आउर एनवायरनमेंट माने परिवेश रही तेणुक आम कौन कह बायोस्फीयर कहीपर है तेणुक हाइड्रोस्फीयर है आउ कौन रहा ना एटमोस्फियर आउ कौन रहा लिथोस्फियर तार मझिरे जो अंश रही जो जीव मैंने रे बसवास करेंगे आम कौन कहले ना बायोस्फीयर कहवा है पूरा क्लीयर पिला माने चलतु 139 प्रश्न को देखा इन व्हिच 5 year प्लान द हीराकुद डैम ऑफ ओडिशा वाज बिल्ट क्यों पंचवार्षिक योजना समय रे हीराकुद नदीबंधटीए योजना करा जायथिला बा निर्माण करने योजना करा जायथिला क्यों पंचवार्षिक योजना पिला माने प्रथम 5 year प्लान केबे होइथिला याकु मध्य मन रखिए है प्रथम 5 year प्लान से अनुसार हीराकुद नदीबंध को निर्माण कर योजना करा बुझिपारे पिला माने प्रथम यहाँ तो ब्रिटिश मानकर चिंताधारा रही 1946 मसीह पर जिते बेलू आमर देश स्वाधीन है तापर कंस्ट्रक्शंस आरंभ होता 1947 मसीह हीराकुद नदीबंधर निर्माण कार्य आरंभ होकर 1957 मसीह समाप्त होता पाने है आउ मन रखिए या उद्घाटन करते सेतेबेलकार प्रथम प्रधानमंत्री किए थे पे जवाहरलाल नेहरू सी या उद्घाटन करते या मन रखिए आउ हीराकुद नदीबंध आपण मैंने समस्ते जानते महानदी में बंधाई आउ संबलपुर जिले में रही बुझीगला आउ देखु 2021 मसीह या रामसर साइड रे इनक्लूड करा मन रखिए आउ ये जो हीराकुद नदीबंधर मेन गेट जो मुख्य जो सेक्शन रही मेन सेक्शन रही तार लेंथ रही 4.8 किलोमीटर आउ जो देखा एंटायर सेक्शन को देखा ताले आमर केते रहिबो ना 25.8 किलोमीटर या मन रखिए बहुत इंपोर्टेंट पिला माने केतोटी गेट रही एगुटा एग्जाम रे आसे नहीं जे जानिबा दरकार नहीं है आउ मन रखिए हीराकुद नदीबंधर आमर विद्युत शक्ति उत्पादन करा जाय थाए
मन रहा पिलाने तेणुक हीराकुद नदीबंध रिलेटेड जो सब प्रश्न एग्जाम आपण आसो ताकू मु आलोचना करदेछि एनालिसिस करदेछि या भितर ही प्रश्न आसो बुझिपारे पिलाने। नेक्स्ट आसिया पिलाने 140 नंबर कौन कौची ना व्हिच मैप शोज डिस्ट्रीब्यूशन ऑफ रेनफॉल एंड टेम्परेचर केउ प्रकार मानचित्रटीए रेनफॉल आउ टेम्परेचर को कौन करिथाय दर्शाई थाय पिलाने केउ प्रकार मानचित्र पिलाने ना थेमाटिक मैप मन रखिए पिलाने थेमाटिक मैप रे कौन करिथाय जानिछंती ना आपण मानकर पॉपुलेशन डेंसिटी बहुत इंपोर्टेंट पॉइंट पिला माने कोइ रखुची मन देखि नोट करिवे हैला पॉपुलेशन डेंसिटी क्लाइमेट आ आपण मानकर इनकम लेवल हैला याकू इंडिकेट करथाय थेमाटिक मैप रे सेमितिका पॉलिटिकल मैप रही बुझि पाले ना पिला माने गोटे प्रकार मैप रहिला थेमाटिक आ गोटे रहिला पॉलिटिकल मैप रे कोन करथाय जानिछंती ना सिटी हैला स्टेट हैला आउ कोन कंट्री हैला एमानकर कैपिटल बॉर्डर रोड एगुडा को से कोन करथाय ना इंडिकेट करथाय हैला ताकू से दर्शाई थाए सेमितिका फिजिकल मैप रही पिला माने आ गोटे ताले फिजिकल मैप रे ये कोन देखैथिबो ना नेचुरल आउ जियोग्राफिकल फीचर्स को इंडिकेट करैथिबो ता माने कोउठी माउंटेन्स रही पहाड़ को जगह रही से दर्शाइबो हैला नदी को जगह अच्छी से रिवर को दर्शाइबो हैला लेक कोउठी अछि ताकू दर्शाइबो डेजर्ट कोउठी अछि ताकू दर्शाइबो डैम्स कोउठी अछि ताकू दर्शाइबो तेणुकरी एगुडा होछि आपण मानकर फिजिकल मैप रे देखा पई पाइबे तेणुकरी मैप आपण मानकर फिजिकल पॉलिटिकल आउ थेमाटिक ए प्रकार मैप रही मैप रे कौन सब दर्शा जाए ताकू मध्य मु आलोचना करदेली मन देकी शुणिबे आ नोट मध्य करेंगे या बाहर हो प्रश्न आसब ना मैप रिलेटेड बुझिपारे पिला माने हो चलतु नेक्स्ट देखा 141 व्हिच गैस मेक्स अप द लार्जेस्ट प्रपोर्शन ऑफ द अर्थ एटमॉस्फेयर आर्थर एटमॉस्फेयर सबुठार अधिका परिमाणर केउ गैसटे रही यार सठिक उत्तर हो नाइट्रोजेन आपण मैंने समस्त जानते नाइट्रोजेन मान हूँ जैवक्षारजान जो थे कि 78.08% कौन रही ना नाइट्रोजेन रही सेमितिका आर्गन केते परिमाण रही जानी रखु ना 0.93% रही कार्बन डाइऑक्साइड CO2 पिला माने हैला कार्बन डाइऑक्साइड CO2 एटा केते मात्रा रही ना 0.04% रही सेमितिका ऑक्सीजन केते रही ना 20.95% रही हैला जदि ऑप्शन रे आपण मानकर 21 थिबो ताकू मधो टिक मारी परिबे एप्रोक्स डाटा मधो बेले बेले पचारि थाय ऑप्शन रे देई थाय हैला तेनु ता पई ओरिड हेबे नै केवल एतिकी जानतु सबुठारु अधिका नाइट्रोजेन रही थाय तापरे किए रोची ना ऑक्सीजन रोची तापरे किए रोची ना आर्गन रोची तापरे किए कार्बन डाइऑक्साइड रोची तापर अन्य गैस सब रोची बुझि पाले पिला माने हो एडा होची आपण मानकर इंपोर्टेंट प्रश्न रहिबो। नेक्स्ट देखिबा 142 व्हिच टेम्परेचर जोन ऑफ अर्थ लाइज बिटवीन द ट्रॉपिक ऑफ कैंसर एंड ट्रॉपिक ऑफ कैप्रिकॉर्न बारंबार ट्रॉपिक ऑफ कैंसर प्रश्न आसते पिला माने मन रखिबे भारतर ट्रॉपिक ऑफ कैंसर केउ केउ राज्य देकरी जाउची बा केउ केउ सिटी देकरी पास करिक जाउची ताकू मध्य मन रखिबे हैला हो ठीक अछि ए प्रश्न को हम देखिबा ट्रॉपिक ऑफ कैंसर और ट्रॉपिक ऑफ कैप्रिकॉर्न रो जो मझी एरियाटा को हमर कोन कहि थाउ पिला माने टॉरिड जोन कहि थाउ देखंतु 23.5 डिग्री नॉर्थ एवं 23.5 डिग्री साउथ से मझी रे जो अंचल रहिबो ताको हम टॉरिड जोन कहिबा बुझि पाले टेम्परेट जोन मन रखिबे ताकू कहिबा ना 23.5 डिग्री नॉर्थ रु 66 डिग्री नॉर्थ पर्यंत आमर कौन कहिबा ना टेम्परेट जोन कहिबा सेमतिका 23.5 डिग्री आमर साउथ रु 66 डिग्री साउथ भितरे जो जोन टी को पाइबा ताकू मध्य हम कौन कहिबा ना टेम्परेट जोन कहिबा मन रहिला आ पोलार जोन विषय तो आपण माने जानिछंती मेरु अंचल जो थे कि बरफावृत होइकी रही थाए पोलार बियर पेंगुइन ये सब जीव मैंने सब देखा दी थांती हैला। नेक्स्ट देखिबा 143 बहुत इंपोर्टेंट प्रश्न व्हिच क्रॉप इज नोन एज द मेन फूड क्रॉप्स ऑफ ओडिशा मेन फूड क्रॉप्स कोटा हो राइस धान हो आम भात समस्ते खाऊे ताले ओडिशा रे सबुठारु अधिका धान को जिला उत्पादन करता या इंपोर्टेंट हो बरगढ़ डिस्ट्रिक्ट मन रखिए पिला माने सबुठारु अधिका राइस मिल बरगढ़ डिस्ट्रिक्ट रही है तेणुक बरगढ़ को कौन कह जानते ना राइस बावेल ऑफ ओडिशा मन रखिए पिला माने है आमर क्यों राज्य सब अधिका धान उत्पादन करता से जो वेस्ट बेंगल या मन रखिए हो ठीक अच्छे परवर्ती प्रश्न को आम देखा 144 व्हिच वन ऑफ द फॉलोइंग इज द फर्स्ट आयरन एंड स्टील इंडस्ट्री इन इंडिया भारतर प्रथम आयरन एंड स्टील इंडस्ट्री आपण मैंने समस्ते जानते से हूँ आपण टाटा स्टील मन रखिए केबे होइतिला 1947
2007 ମସିହାରେ ଏହାକୁ ସ୍ଥାପନ କରାଯାଇଥିଲା। କେଉଁ ଜାଗାରେ ନା ଜାମଶେଦପୁରରେ, ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ଯେଉଁ ଜାମଶେଦପୁର ସହର ରହିଛି ସେଇଥିରେ এই ଷ୍ଟିଲ୍ ଇଣ୍ଡଷ୍ଟ୍ରିକୁ ଜାମଶେଦଜୀ ରତନ ଟାଟା ତାକୁ ସ୍ଥାପନ କରିଥିଲେ। ତେଣୁକରି ତାଙ୍କ ନାଁ ଅନୁସାରେ ସେହି ସହରର ନାଁ ଜାମଶେଦପୁର କୁହାଯାଏ ବା ତାକୁ ଟାଟା ସହର ମଧ୍ୟ କହିଥାନ୍ତି। ମନେ ରହିଲା ପିଲାମାନେ। ସେମିତିକା ରାଉରକେଲା ଯେଉଁ ଷ୍ଟିଲ୍ ଇଣ୍ଡଷ୍ଟ୍ରି ରହିଛି ତାକୁ ଆମର 1959 ମସିହାରେ ସ୍ଥାପନ କରାଯାଇଥିଲା। ଦୁର୍ଗାପୁର ଯେଉଁ ଆଇରନ୍ ଆଣ୍ଡ ଷ୍ଟିଲ୍ ଇଣ୍ଡଷ୍ଟ୍ରି ରହିଛି ତାକୁ ଆମର ୟୁକେ କୋଲାବୋରେସନ୍ ସ୍ଥାପନା କରାଯାଇଥିଲା। ବୋକାରୋକୁ ମଧ୍ୟ ଆମର 1900 କେତେ ମସିହାରେ 64 ମସିହାରେ କରାଯାଇଥିଲା। ୟୁଏସ୍ଏସ୍ଆର୍ର ହେଲା ସୋଭିଏତ ୟୁନିୟନର ତା'ର କୋଲାବୋରେସନ୍ର ହୋଇଥିଲା। ମନେ ରଖିବେ କେଉଁ ଇଣ୍ଡଷ୍ଟ୍ରି କାହାର କୋଲାବୋରେସନ୍ର ତାକୁ ମଧ୍ୟ ମନେ ରଖିବେ। ରାଉରକେଲା ଯେଉଁଟାକି ଆମର ଜର୍ମାନୀର କୋଲାବୋରେସନ୍ର ମଧ୍ୟ ହେଇଥିଲା, ୟାକୁ ମଧ୍ୟ ଜାଣି ରଖିବେ ହେଲା। ଦୁର୍ଗାପୁରଟି ଆମର ୱେଷ୍ଟବେଙ୍ଗଲ ରହିଛି, ରାଉରକେଲା ଓଡ଼ିଶାରେ ରହିଛି, ଟାଟା ଯେଉଁ ସେ ହେଉଛି ଆମର ଝାଡ଼ଖଣ୍ଡ ରହିଛି, ଆଉ ବୋକାରୋ ମଧ୍ୟ ଆପଣମାନଙ୍କର ଝାଡ଼ଖଣ୍ଡରେ ରହିଛି। ସେମିତିକା ଭିଲା ଷ୍ଟିଲ୍ ପ୍ଲାଣ୍ଟ ରହିଛି ରାୟପୁର ରହିଛି, ତାକୁ ମଧ୍ୟ ମନେ ରଖିବେ ପିଲାମାନେ। ନେକ୍ସଟ ଦେଖିବା 145 ହୁଇଚ୍ ରିଭର ଫ୍ଲୋଜ୍ ବିଟୱିନ୍ ବିନ୍ଧା ଆଣ୍ଡ ସାତପୁରା ମାଉଣ୍ଟେନ୍ ରେଞ୍ଜ ଇନ୍ ଦ ରିଫ୍ଟ ଭ୍ୟାଲି। ଏହାର ସଠିକ୍ ଉତ୍ତର ହେଇଯିବ ନର୍ମଦା ନଦୀ। ପିଲାମାନେ ମନେ ରଖିବେ ନର୍ମଦା ନଦୀରେ ଗୋଟେ ବଡ଼ ୱାଟରଫଲ୍ ରହିଛି, ସେ ୱାଟରଫଲ୍ର ନାଁ ହେଉଛି ଧୂଆଁଧାର ୱାଟରଫଲ୍, ୟାକୁ ମଧ୍ୟ ମନେ ରଖିବେ ହେଲା। ବିନ୍ଧା ପାହାଡ଼ ଆଉ ଗୋଟେ ସାତପୁରା ତା ମଝି ଦେଇକି ନର୍ମଦା ନଦୀଟିଏ ପ୍ରବାହିତ ହୋଇଛି ହେଲା। ଆଉ ନର୍ମଦା ନଦୀଟିକୁ ଆମର ୱେଷ୍ଟ ଫ୍ଲୋଇଂ ରିଭର, ତେଣୁକରି ରିଫ୍ଟ ଭ୍ୟାଲି ଦେଇକରି ସେ ଯାଉଛି, ତେଣୁକରି ସେ ଜାଗାରେ ଡେଲ୍ଟା କ୍ରିଏଟ୍ କରିପାରି ନଥାଏ। ସେ କେଉଁ ଜାଗାରେ ଆମର ପଡ଼ିଛି ନା ଆରବ ସାଗରରେ ପଡ଼ିଛି, ୟାକୁ ମଧ୍ୟ ମନେ ରଖିବେ। ଖମ୍ବକ୍ତ ଷ୍ଟେଟ୍ରେ ପଡ଼ିଛି ଗୁଜରାଟ ରାଜ୍ୟର, ୟାକୁ ମଧ୍ୟ ମନେ ରଖିବେ। ଏହି ନର୍ମଦା ନଦୀରେ ଆମର ଗୁଜରାଟ ରାଜ୍ୟରେ ଗୋଟେ ବନ୍ଧ ନିର୍ମାଣ କରାଯାଇଛି ସର୍ଦ୍ଦାର ସରୋବର ଡ୍ୟାମ୍। ସେହି ଡ୍ୟାମ୍ ପାଖରେ ଆମର ଷ୍ଟାଚ୍ୟୁ ଅଫ୍ ୟୁନିଟି ମଧ୍ୟ ନିର୍ମାଣ କରାଯାଇଛି, ମାନେ ପୃଥିବୀର ଟଲେଷ୍ଟ ଷ୍ଟାଚ୍ୟୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କର ମୂର୍ତ୍ତି ରହିଛି ପିଲାମାନେ। ଇମ୍ପୋର୍ଟାଣ୍ଟ ଆପଣମାନଙ୍କର ୱେଷ୍ଟ ଫ୍ଲୋଇଂ ରିଭର ହେଇଯିବ ନର୍ମଦା ଆଉ ତାପ୍ତି। ଓକେ, ନେକ୍ସଟ ଦେଖିବା 146 ହୁଇଚ୍ ଲେୟାର ଅଫ୍ ଆଟମୋସ୍ଫିୟର ଇଜ୍ ଆନ୍ ଇଲେକ୍ଟ୍ରିକାଲି ଚାର୍ଜଡ୍ ଲେୟାର। ତାହେଲେ କେଉଁଟି ଏକ ସ୍ତର ଯେଉଁ ସ୍ତର କି ବିଦ୍ୟୁତ ଚାର୍ଜିତ ସ୍ତର ମଧ୍ୟ ତାକୁ କହିଲେ ଭୁଲ ହେବ ନାହିଁ। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ଆୟୋନୋସ୍ଫିୟର। ପିଲାମାନେ ଆୟୋନୋସ୍ଫିୟରକୁ ଆଉ କ'ଣ କହନ୍ତି ଜାଣିଛନ୍ତି ନା ଥର୍ମୋସ୍ଫିୟର ମଧ୍ୟ କହିଥାନ୍ତି। କାହିଁକି କହିଲେ ଦେଖିବା, କାହିଁକି ନା ଏଇଟା ସମୁଦ୍ରର ସ୍ତରରୁ ମାନେ ସି ଲେଭେଲ୍ ପାଖରୁ 48ରୁ ଆପଣମାନଙ୍କର 965 କିଲୋମିଟର କ'ଣ ରହିଥାଏ ନା ଉଚ୍ଚରେ ରହିଥାଏ। ଏଇଥିରେ ଆମର ଯେଉଁ ଜିପିଏସ୍ ରହିଥାଏନି କି, ଜିପିଏସ୍ ଗାଡ଼ିରେ ଲାଗିଥାଏ, ସେ ଜିପିଏସ୍ ସିଗ୍ନାଲ ହେଲା, ରେଡ଼ିଓ ସିଗ୍ନାଲ ହେଲା, ଏଇ ଆୟୋନୋସ୍ଫିୟରରୁ ତାକୁ କ'ଣ କରାଯାଇଥାଏ ଅଣାଯାଇଥାଏ ହେଲା। ଏଇଥିରେ ମୁଖ୍ୟତଃ ଅକ୍ସିଜେନ୍ ଆଉ ନାଇଟ୍ରୋଜେନ୍ କ'ଣ ରହିଥାଏ ନା ଗ୍ୟାସ୍ ଗୁଡ଼ିକ ରହିଥାନ୍ତି। ଆଉ ଯଦି ଆୟୋନୋସ୍ଫିୟରରୁ ଆଉ ଟିକେ ଉପରକୁ ଯଦି ଯିବେ ତାହେଲେ ସେ ଜାଗାରେ ଆମର ହାଇଡ୍ରୋଜେନ୍ ଆଉ ହିଲିୟମ୍ କ'ଣ କହିଥାଏ ନା ଆୟନ ଗୁଡ଼ିକ ରହିଥାନ୍ତି, ୟାକୁ ମଧ୍ୟ ମନେ ରଖିବେ। ମୁଁ ପୂର୍ବରୁ କହିଥିଲି ଆଟମୋସ୍ଫିୟରରେ କ'ଣ ରହିଥାଏ ନା ଟ୍ରୋପୋସ୍ଫିୟର, ଷ୍ଟ୍ରାଟୋସ୍ଫିୟର, ମେସୋସ୍ଫିୟର, ଥର୍ମୋସ୍ଫିୟର ଏହିସବୁ ସ୍ତର ରହିଥାଏ ହେଲା। ନେକ୍ସଟ ଦେଖିବା 147 ସାମାଜିକ ବିଜ୍ଞାନରେ ମନୋଭାବ ଓ ମୂଲ୍ୟବୋଧର ମୂଲ୍ୟାୟନ ପାଇଁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ସର୍ବୋତ୍ତମ ସାଧନୀ। ଏହାର ସଠିକ୍ ଉତ୍ତର ହେଇଯିବ ରେଟିଂ ସ୍କେଲ୍। ପିଲାମାନେ ରେଟିଂ ସ୍କେଲ୍ ଦ୍ୱାରା ସାମାଜିକ ବିଜ୍ଞାନରେ ମନୋଭାବ ଓ ମୂଲ୍ୟବୋଧର ମୂଲ୍ୟାୟନ ପାଇଁ ସର୍ବୋତ୍ତମ ସାଧନୀ ଅଟେ। ଏବେ ଦେଖିବା 148 ନମ୍ବର କ'ଣ କହୁଛି, ଦ ମହାନଦୀ ରିଭର ଅରିଜିନେଟ୍ସ ଫ୍ରମ୍ ହୁଇଚ୍ ଷ୍ଟେଟ୍। କେଉଁ ଷ୍ଟେଟ୍ରୁ ମହାନଦୀ ଉତ୍ପନ୍ନ ହୋଇଛି। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ଛତିଶଗଡ଼। ପିଲାମାନେ ଛତିଶଗଡ଼ ରାଜ୍ୟର ଧାମତାରୀ ଡିଷ୍ଟ୍ରିକ୍ଟ ଗୋଟେ ରହିଛି, ବୁଝିପାରିଲେ ନା ପିଲାମାନେ। ତାମାନେ ଛତିଶଗଡ଼ ରାଜ୍ୟର ଧାମତାରୀ ଗୋଟେ ଡିଷ୍ଟ୍ରିକ୍ଟ ରହିଛି। ସେଇ ଧାମତାରୀ ଡିଷ୍ଟ୍ରିକ୍ଟର ଶିଖୁଆ ଯେଉଁ ରେଞ୍ଜ ରହିଛି, ପାହାଡ଼ଟିଏ ରହିଛି, ସେଇଥିରୁ କ'ଣ ହେଇଛି ନା ମହାନଦୀଟିଏ ଉତ୍ପନ୍ନ ହେଇଛି। ୟାକୁ ମନେ ରଖନ୍ତୁ ପିଲାମାନେ, ଏକ୍ଜାକ୍ଟ ମୁଁ କହି ରଖୁଛି, ବୁଝିହେଲା। ଆଉ ମହାନଦୀର ଯେଉଁ ଲେନ୍ଥ ରହିଛି ସେଇଟା ରହିଛି 858 କିଲୋମିଟର। ବର୍ତ୍ତମାନ ତାକୁ ରିଭାଇଜ୍ କରିକିରି ଆମର 900 କିଲୋମିଟର ମେନସନ୍ ହେଉଛି, ବୁଝିପାରିଲେ। ତେଣୁ ଯଦି ଅପସନ୍ରେ 858 କିଲୋମିଟର ରହୁଛି ତାକୁ ମଧ୍ୟ ଟିକ୍ ମାରିବେ। ଯଦି ଆପଣମାନଙ୍କର 858 ରହିକି ଯଦି 900 ଯଦି କିଲୋମିଟର ରହୁଛି ତାହେଲେ 900 କିଲୋମିଟର ସଠିକ୍ ଉତ୍ତର ହେଇଯିବ ହେଲା। ଆଉ ମହାନଦୀରେ ଆମର ପୃଥିବୀର ସବୁଠାରୁ ଲଙ୍ଗେଷ୍ଟ ଡ୍ୟାମ୍ ସୃଷ୍ଟି ହେଇଛି ହୀରାକୁଦ ନଦୀବନ୍ଧ ଯୋଜନା, ଯେଉଁଟାକି ମୁଁ ପୂର୍ବରୁ ଆପଣମାନଙ୍କୁ ଆଲୋଚନା କରିଛି, ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ରହିଛି, ବୁଝିହେଲା। ତେଣୁକରି ମହାନଦୀ କେଉଁଠି ଉତ୍ପନ୍ନ ହୋଇଛି, ଛତିଶଗଡ଼ରୁ। କେଉଁ ଜିଲ୍ଲାରୁ ଉତ୍ପନ୍ନ ହୋଇଛି ଯଦି ପଚାରେ ଆଗାମୀ ପରୀକ୍ଷାରେ ତାହେଲେ କ'ଣ କହିବେ ନା ଧମତରୀ ଡିଷ୍ଟ୍ରିକ୍ଟରେ। କେଉଁ ପାହାଡ଼ରୁ ଯଦି ପଚାରେ ତାହେଲେ କ'ଣ କହିବେ ନା ସିହାୱା ରେଞ୍ଜ କହିବେ, ବୁଝିପାରିଲେ। ନେକ୍ସଟ ଦେଖିବା 149 ଇଫ୍ ୟୁ ଟ୍ରାଭେଲ୍ ଫ୍ରମ୍ ଇକ୍ୱେଟର ଟୁ ଦ ନର୍ଥ ପୋଲ୍ ହୁଇଚ୍ ସିକ୍ୱେନ୍ସ ଅଫ୍ ହିଟ୍ ଜୋନ୍ ୱିଲ୍ ୟୁ
एक्सपीरियंस एटा मु पूर्वरु आलोचना करदेली एटा टॉरिड तापर टेम्परेट तापर फ्रीज जोन हो जिवो हला। नेक्स्ट देखिबा 150 वीडियोस एंड डॉक्यूमेंटरीज ऑन जियोग्राफी आर व्हिच टाइप ऑफ लर्निंग रिसोर्सेस ताले को प्रकार लर्निंग रिसोर्सेस पिला माने ना दृश्य श्राव्य उपकरण ऑडियो वीडियो एड्स हो जिवो बुझिला। तेणु पेडागोजी प्रश्न पिला माने पीडीएफ पाई ओरिड हेबा नै पिला माने पीडीएफ को हमर टेलीग्राम चैनल एडीएस नॉलेज पॉइंट से मु पोस्ट करथै वैरायटी प्रकार आपनकर नोट्स पीडीएफ से अवेलेबल होइथै सेही चैनल को निश्चय जॉइन करेंगे। सीधा सड़क कथापाई हेले मोर टेलीग्राम ग्रुप डीके सार ओडिशा से जॉइन करेंगे तार लिंक मध्य डिस्क्रिप्शन बॉक्स रे रही। आउ एमिति वीडियो देखापी हेले चैनल टी निश्चय भाव में सब्सक्राइब करेंगे जो मैंने नुआ करके आसथिबे से माने सब्सक्राइब करने सहित बेल आइकन रो ऑल नोटिफिकेशन ऑन करदेवे वीडियो को लाइक करेंगे। आउ जो जो सांग माने आपण मानकर ओटीटी दौथिबे बा ओटीटी देवाई योग्य विवेचित होउथिबे समानको निश्चय भाव में पिला माने ए वीडियो को शेयर करेंगे। सेशन केमती लगिला वीडियो रो एनालिसिस केमती लगिला निश्चय भाव में मतामत जनइबे।